ଚଢ଼େଇ ତାର ଛୋଟ ଛୁଆକୁ ଘରେ ଏକା ରଖି ଖାଇବା ଆଣିବା ପାଇଁ ବାହାରକୁ ଯାଇଥିଲା। ଗହମ ଦାନା ତ ପାଇଗଲି, ହେଲେ ମୋ ଛୋଟ ଛୁଆଟା ତ ଗହମ ଦାନା ଖାଇପାରିବନି। ମୁଁ ତା ପାଇଁ କିଛି ମିଠା ଫଳ ଖୋଜେ। ଏମିତି ଚିନ୍ତା କରି ଚଢ଼େଇ ମିଠା ଫଳ ଖୋଜିଲା, ହେଲେ ସେ ପାଇଲାନି। ଆରେ, ଏତେ ସମୟ ଧରି ମିଠା ଫଳ ଖୋଜିଲି, ହେଲେ ମୁଁ ଗୋଟେ ବି ଫଳ ପାଇଲିନି। ଏବେ ମୁଁ କ'ଣ କରିବି? ଚଢ଼େଇ ଯେଉଁ ଗଛରେ ବସିଥିଲା ସେଇ ଗଛ ତଳେ ଦୁଇଟି ବଡ଼ ବଡ଼ ଆମ୍ବ ପଡ଼ିଥିଲା। ହଠାତ୍ ଚଢ଼େଇର ନଜର ସେ ଆମ୍ବ ଉପରେ ପଡ଼ିଲା। ଏଠି ତ କେହି ବି ନାହାନ୍ତି, ତାହେଲେ ଏତେ ବଡ଼ ବଡ଼ ଆମ୍ବ ଏଠାକୁ କେମିତି ଆସିଲା? ଏ ଆମ୍ବ ଦୁଇଟାକୁ ଦେଖି ଲାଗୁଛି ଏସବୁ ମିଠା ହେଇଥିବ। ମୁଁ ଗୋଟେ କାମ କରେ, ଏ ଦୁଇଟି ଆମ୍ବ ନେଇ ମୁଁ ଘରକୁ ଯାଏ। ମୋ ଛୁଆକୁ ଭୋକ ଲାଗିଥିବଣି, ସେ ମିଠା ଆମ୍ବ ଖାଇବ। ଏମିତି ଚିନ୍ତା କରି ଚଢ଼େଇ ସେ ଦୁଇଟି ଆମ୍ବ ଧରି ଘରକୁ ଫେରିଲା। ଚଢ଼େଇର ଘର ପାଖରେ ଏକ କାଉ ରହୁଥିଲା। ଚଢ଼େଇ ଯେତେବେଳେ ଆମ୍ବ ନେଇ ଘରକୁ ଫେରୁଥିଲା, ଏସବୁ ଦୃଶ୍ୟ ଘର ଭିତରୁ କାଉର ସ୍ତ୍ରୀ ଦେଖୁଥିଲା। ଚଢ଼େଇ ଗୋଟେ ଆମ୍ବ ରଖିଦେଲା, ଆଉ ଗୋଟେ ଆମ୍ବ ତା ଛୁଆକୁ ଖାଇବା ପାଇଁ ଦେଲା। ଆରେ ମା, ଖାଇସାରିଲୁଣି ଯଦି ଚାଲେ ବି ଶୋଇପଡ଼ିବା, ସକାଳେ ଶୀଘ୍ର ଉଠିବାକୁ ହେବ। ଆରେ ଶୁଣୁଛ, ମୁଁ ଆଜି ସନ୍ଧ୍ୟାରେ ଦେଖିଲି ଚଢ଼େଇ ଦୁଇଟି ବଡ଼ ବଡ଼ ଆମ୍ବ ଧରି ଘରକୁ ଫେରିଛି। କେତେ ବଡ଼ ବଡ଼ ସେ ଆମ୍ବ ଦୁଇଟା, ଖାଇବାକୁ ବି ମିଠା ଲାଗୁଥିବ। ମତେ ନା ଆମ୍ବ ଖାଇବା ପାଇଁ ଭାରି ଇଚ୍ଛା ହେଉଛି। ମତେ ଦୁଇଟା ଆମ୍ବ ଆଣିଦେଇ ପାରିବ? ହଁ ହଁ, କାହିଁକି ନୁହଁ, ମୁଁ ତତେ ଏବେ ହିଁ ଆମ୍ବ ଆଣିଦେଉଛି। ଏବେ ଆଣିଦେବ? ହେଲେ କେମିତି? ଚୋରି କରିକି। ମୁଁ ଏବେ ହିଁ ଚଢ଼େଇ ଘରୁ ଚୋରି କରି ତୋ ପାଇଁ ସେ ଆମ୍ବ ଆଣିଦେବି। ସେ ଚଢ଼େଇଟା ଭାରି ଚାଲାକ, ତମେ ତା ଘରୁ ଏତେ ସହଜରେ ଆମ୍ବ ଚୋରି କରି ପାରିବନି। ଆରେ, ତୁ ଜାଣିନୁ ମୁଁ କେତେ ଚାଲାକ। ଚୋରି କରିବା ତ ମୋ ବାଁ ହାତର ଖେଳ। ତୁ ଖାଲି ଦେଖ ମୁଁ କେମିତି ଚଢ଼େଇ ଘରୁ ଆମ୍ବ ଚୋରି କରି ଆଣୁଛି। ଏମିତି କହି କାଉ ସେଇ ରାତିରେ ଚଢ଼େଇର ଘରକୁ ଗଲା। ଝରକା ପଟୁ ସେ ଘର ଭିତରେ ପଶିଲା। ଚଢ଼େଇର ଘରଟି ପୁରା ଅନ୍ଧାର ଥିଲା। କାଉ ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଯିବା ସମୟରେ ହଠାତ୍ ଏକ ଟେବୁଲ ସହ ଧକ୍କା ହେଇ ତଳେ ପଡ଼ିଗଲା। ସେଇ ଶବ୍ଦରେ ଚଢ଼େଇର ନିଦ ଭାଙ୍ଗିଗଲା। ସେ ଘରର ଆଲୁଅ ଜଳିଦେଲା। କାଉ ଚଢ଼େଇକୁ ନ ଦେଖି କହିଲା, ଯାହା ହେଉ, ଆଲୁଅ ଜଳିଗଲା। ଏବେ ମୁଁ ଆରାମରେ ଚଢ଼େଇ ଘରୁ ଆମ୍ବ ଚୋରି କରିପାରିବି। ଆଚ୍ଛା, ମୋ ଘରକୁ ତୁ ଆମ୍ବ ଚୋରି କରିବାକୁ ଆସିଛୁ? ରହ, ମୁଁ ଏବେ ତତେ ଆମ୍ବ ଦେଉଛି। ଏମିତି କହି ଚଢ଼େଇ ତା ଲାଠିରେ କାଉକୁ ଅନେକ ପିଟିଲା। ଆରେ ମରିଗଲି ରେ ଚଢ଼େଇ, ଛାଡ଼ିଦେ ମତେ। ମୋ ଘର ଭାବି ମୁଁ ତ ଘରକୁ ଭୁଲରେ ପଶି ଆସିଥିଲି। ଆରେ କାଉ, ଏଗୁଡ଼ା ମାଡ଼ ନୁହଁ, ଏଗୁଡ଼ା ଆମ୍ବ। ନେ ନେ, ବେଶୀ କରି ଆମ୍ବ ଖା। କାଉ ସୁଯୋଗ ଦେଖି ଝରକା ପଟ ଘରୁ ବାହାରି ଆସିଲା। ତା ସ୍ତ୍ରୀ ତାର ଏ ଅବସ୍ଥା ଦେଖି କହିଲା, ଭାରି ତ ଫୁଟାଣି ମାରୁଥିଲ। ମୁଁ ବହୁତ ଚାଲାକ, ଚୋରି କରିବା ତ ମୋ ବାଁ ହାତର ଖେଳ। କୁଆଡ଼େ ଗଲା ତମର ସେ ଫୁଟାଣି? ସାମାନ୍ୟ ଗୋଟେ ଆମ୍ବ ଚୋରି କରି ଆଣିପାରିଲନି, ଓଲଟା ଚଢ଼େଇଠୁ ମାଡ଼ ଖାଇ ଆସି ଏଠି ଭେଁ ଭେଁ ହେଇ କାନ୍ଦୁଛ। ଏମିତି ରାଗି କାଉର ସ୍ତ୍ରୀ ଶୋଇପଡ଼ିଲା। କାଉ ବି ଆଉ କିଛି ନ କହି ଚୁପଚାପ ଶୋଇପଡ଼ିଲା। ସେ ରାତି ବିତିଗଲା। ପରଦିନ ରାତିରେ, ମା, ମତେ ଆଜି ଜମା ବି ନିଦ ଲାଗୁନି। ଚାଲ ନା ମା, ଏବେ ଖେଳିବା। ତାପରେ ସେ ମା ଛୁଆ ଖେଳିଲେ। ଖେଳିବା ସମୟରେ ଛୋଟ ଚଢ଼େଇ ଛୁଆ ବଲ୍ ଫିଙ୍ଗି ଫିଙ୍ଗି ଜୋରରେ ହାତ ତାଳି ମାରୁଥିଲା ଆଉ ହସୁଥିଲା। ତାଙ୍କର ଏଇ ଶବ୍ଦରେ କାଉ ଆଉ ତାର ସ୍ତ୍ରୀର ନିଦ ଭାଙ୍ଗିଗଲା। କାଉ ସ୍ତ୍ରୀ ବିରକ୍ତ ହେଇ କହିଲା, ପ୍ରତି ରାତିରେ ଏ ଦୁଇ ମା ଛୁଆଙ୍କ ଶବ୍ଦରେ ଶାନ୍ତିରେ ଆଉ ଶୋଇ ହେଉନି। ଯାଅ ତ ସେ ଚଢ଼େଇକୁ ତା ଘରୁ ବାହାର କରିଦେବ। କାଲିଠୁ ଯେମିତି ମୁଁ ଆଉ ଏ ଶବ୍ଦ ଶୁଣିବିନି। ଆରେ, ମୁଁ ସେମାନଙ୍କୁ ତାଙ୍କ ଘରୁ କେମିତି ବାହାର କରିବି? ସେମାନେ ତାଙ୍କ ଘରେ ଯାହା ଇଚ୍ଛା କରିପାରିବେ। ଏଇ ଛୋଟ କାରଣରୁ ମୁଁ ତାଙ୍କୁ ଘରୁ ବାହାର କରିଦେଲେ ତ ଜଙ୍ଗଲର ଅନ୍ୟ ଚଢ଼େଇମାନେ ଆମକୁ ଏ ଜଙ୍ଗଲରୁ ବାହାର କରିଦେବେ। କାଉର ଏପରି କଥା ଶୁଣି ରାଗରେ ତା ସ୍ତ୍ରୀ ଘରୁ ଏକ କରତ ଆଣି କାଉକୁ ଦେଲା। ଚଢ଼େଇ ଘରର ଲାଇଟ୍ ବନ୍ଦ ଅଛି, ଲାଗୁଛି ଚଢ଼େଇ ଶୋଇପଡ଼ିଛି। ଏଇଟା ବଢ଼ିଆ ସୁଯୋଗ। ଯାଅ, ଚଢ଼େଇ ଘର ଯେଉଁ ଡାଳରେ ଅଛି ସେ ଡାଳକୁ କାଟିଦିଅ। ନା ଥିବ ଚଢ଼େଇ, ଆଉ ନା ମୁଁ ତାର ଶବ୍ଦ ଶୁଣିବି। କାଉ ତା ସ୍ତ୍ରୀର କଥା ମାନି କରତ ଧରି ଚଢ଼େଇର ଘରକୁ ଗଲା। ଚଢ଼େଇର ଘର ଯେଉଁ ଡାଳରେ ଥିଲା ସେ ସେଇ ଡାଳ କାଟିବା ଆରମ୍ଭ କଲା। କରତ ଶବ୍ଦରେ ଚଢ଼େଇର ନିଦ ଭାଙ୍ଗିଗଲା। ଲାଗୁଛି ମୋ ଘରକୁ ଚୋର ଆସିଛି। ଆଜି ଲାଇଟ୍ ଜଳେଇବିନି, ଯାଇ ଦେଖେ ବାହାରେ କିଏ ଏମିତି ଶବ୍ଦ କରୁଛି।
ଚଢ଼େଇ ଲାଠି ଧରି ବାହାରକୁ ଆସିଲା। କାଉକୁ ତା ଘର ବାହାରେ ଦେଖି ତ ସେ ଖୁବ୍ ରାଗିଗଲା। ଆରେ କଳା କାଉ, ତୁ ବୋଧେ ଆମକୁ ଆଉ ଶାନ୍ତିରେ ରହିବାକୁ ଦେବୁନି। ଚଢ଼େଇ ହାତରେ ଲାଠି ଦେଖି କାଉ ଭୟରେ ଥରିଲା। ଚଢ଼େଇ ଭଉଣୀ, ମୋର କିଛି ଭୁଲ ନାହିଁ। ରୋଷେଇ କରିବା ପାଇଁ ମୋ ଘରେ କାଠ ନାହିଁ ତ ସେଥିପାଇଁ ମୁଁ କାଠ କାଟୁଥିଲି। ରୋଷେଇ କରିବା ପାଇଁ ମୋ ଘର ଯୋଉ ଡାଳରେ ଅଛି ତୁ ସେଇ ଡାଳକୁ କାଟୁଛୁ? କାଠ ନେବାକୁ ଆସିଛୁ ତ? ରହ, ମୁଁ ଏବେ ତତେ କାଠ ଦେଉଛି। ମତେ କ'ଣ ତୁ ବୋକା ଭାବିଛୁ? ଚାଲି ଆସିଲା ମୋ ଘର ଭାଙ୍ଗିବା ପାଇଁ। ମୋର ଭୁଲ ହେଇଗଲା, ମତେ ଛାଡ଼ିଦେ ଚଢ଼େଇ। ପୁଣି ଥରେ ମାଡ଼ ଖାଇ କାଉ ତା ଘରକୁ ଫେରିଲା। ମୁଁ ଆଉ କେବେ ବି ତୋ କଥା ମାନିବିନି। ତୋ କହିବା କାମ ମୁଁ ଆଉ କେବେ କରିବିନି। ତମେ ଗୋଟେ ଅପଦାର୍ଥ, ତମ ଦ୍ୱାରା କିଛି କାମ ହେବନି। ମୁଁ ବି ଆଉ ତମକୁ କାମ କରିବାକୁ କହିବିନି। ଏବେ ଯାହା କରିବା କଥା ମୁଁ ନିଜେ କରିବି। ଏମିତି କିଛି ଦିନ ବିତିଗଲା। ଦିନେ କାଉର ସ୍ତ୍ରୀ ଚଢ଼େଇ ଘରକୁ ଆସିଲା। ଚଢ଼େଇ ସେତେବେଳେ ଗ୍ୟାସରେ ଖାଇବା ରାନ୍ଧୁଥିଲା। ଚଢ଼େଇ, ଯା ଶୀଘ୍ର ତ ଘରକୁ ଯା। କ'ଣ ହେଇଛି? ତୁ ଏମିତି ଅସ୍ଥିର ହେଇ ଘରକୁ ଯିବା କଥା କହୁଛୁ ଯେ? ଚଢ଼େଇ, ମୁଁ ଏବେ ଶୁଣିଲି ତୋ ମାର ଦେହ ଭୀଷଣ ଖରାପ। ଯା ଶୀଘ୍ର ତୋ ମାକୁ ଦେଖିବୁ, ନହେଲେ କେତେବେଳେ ଯେ କ'ଣ ହେଇଯିବ। ମାର ଦେହ ଖରାପ ଶୁଣି ଚଢ଼େଇ ତରତର ହେଇ ନିଜ ଛୁଆକୁ ଧରି ତା ମାକୁ ଦେଖା କରିବା ପାଇଁ ଚାଲିଗଲା। ସେ ଏତେ ଚିନ୍ତାରେ ଥିଲା ଯେ ରୋଷେଇ କରୁଥିବା ଗ୍ୟାସକୁ ବନ୍ଦ କରିବା କଥା ଭୁଲି ଯାଇଥିଲା। ସେପଟେ କାଉର ସ୍ତ୍ରୀ ହସି ହସି କହିଲା, ଚଢ଼େଇ, ତୁ ନିଜକୁ ଭାରି ଚାଲାକ ଭାବୁଥିଲୁ ନା? ଏବେ ଦେଖ, ମୁଁ ତ ଘରର ସବୁ ଜିନିଷ କେମିତି ଚୋରି କରୁଛି। ଠିକ୍ ସେଇ ସମୟରେ କାଉ ବି ସେଠି ପହଞ୍ଚିଗଲା। ଆରେ ବା, ତୋ ବୁଦ୍ଧିକୁ ମାନିବାକୁ ହେବ। ଚଢ଼େଇକୁ ବୋକା ବନେଇ ତା ଘରୁ ତାକୁ ବାହାର କରିଦେଲୁ। ଥାଉ, ଆଉ ପ୍ରଶଂସା କରନି। ଚଢ଼େଇ ଆସିବା ପୂର୍ବରୁ ଚାଲ ତା ଘରର ସବୁ ଜିନିଷ ଧରି ପଳେଇବା। କାଉ ଆଉ ତାର ସ୍ତ୍ରୀ ଚଢ଼େଇ ଘରର ସବୁ ଜିନିଷ ବସ୍ତାରେ ପୁରେଇଲେ। ସେପଟେ ଚଢ଼େଇ କିଛି ଦୂର ଯାଇଛି କି ନାହିଁ ତାର ମାକୁ ରାସ୍ତାରେ ପାଇଲା। ମା, ତୁମେ ସୁସ୍ଥ ଅଛ? ତମେ ଏପଟେ କୁଆଡ଼େ ଯାଉଛ? ଆରେ, ମୁଁ ଅସୁସ୍ଥ କେତେବେଳେ ଥିଲି? ମୁଁ ଆଜି ତ ଘରକୁ ହିଁ ଯାଉଥିଲି। ତା ମାନେ ସେ କାଉ ମତେ ମିଛ କହିଲା? ଯା, ମୁଁ ଗ୍ୟାସ୍ ବନ୍ଦ କରିବାକୁ ଭୁଲି ଯାଇଛି। ଚାଲ ସମସ୍ତେ ଶୀଘ୍ର ଘରକୁ ଯିବା। ଚଢ଼େଇ ତା ମା ଆଉ ତା ଛୁଆ ସହ ଶୀଘ୍ର ଘରକୁ ଫେରିଲା। ସେପଟେ କାଉ ଆଉ ତାର ସ୍ତ୍ରୀ ଗ୍ୟାସକୁ ନଜର ନ ଦେଇ ଚଢ଼େଇ ଘରର ସବୁ ଜିନିଷ ଚୋରି କରିବାକୁ ଲାଗିଥିଲେ। କିଛି ସମୟ ପରେ ହିଁ ଗ୍ୟାସ୍ ବ୍ଲାଷ୍ଟ ହେଇ ଘରେ ନିଆଁ ଲାଗିଗଲା। ଘର ସହ କାଉ ଆଉ ତାର ସ୍ତ୍ରୀ ବି ସେଇ ନିଆଁରେ ଜଳି ମରିଗଲେ। ସେତେବେଳକୁ ଚଢ଼େଇ ବି ସେଠି ପହଞ୍ଚିଗଲା। ବିଚରା କାଉମାନେ, ମତେ ମିଛ ନ କହିଥିଲେ ଆଜି ଏମାନେ ଏମିତି ମରିନଥାନ୍ତେ। ଏଭଳି ପକ୍ଷୀମାନେ ବୁଝନ୍ତିନି, ଅନ୍ୟର କ୍ଷତି କଲେ ନିଜର ହିଁ କ୍ଷତି ହୁଏ। ମା, ଏବେ ଆମେ କୋଉଠି ରହିବା? ଆମ ଘର ତ ଜଳିଗଲା। ଆଜିଠୁ ଆମେ ଏଇ କାଉମାନଙ୍କ ଘରେ ରହିବା। ଚାଲ ତାଙ୍କ ଘରକୁ ଯିବା। ତାପରେ ସେମାନେ ସମସ୍ତେ କାଉର ଘରକୁ ଗଲେ ଆଉ ସେଇ ଘରେ ରହିବା ଆରମ୍ଭ କଲେ। ଦିନେ ଏକ ମା ଚଢ଼େଇ ତା ଛୁଆ ସାଙ୍ଗରେ ଖାଇବା ଖୋଜିବାକୁ ଯାଇଥିଲା। ହେଲେ ସେଦିନ ସେମାନେ କିଛି ବି ଖାଇବା ପାଇଲେ ନାହିଁ। ମନ ଦୁଃଖରେ ସେମାନେ ଘରକୁ ଫେରିବା ସମୟରେ ହଠାତ୍ ଏକ ଚିତ୍କାର ଶୁଣିବାକୁ ପାଇଲେ। ବଞ୍ଚାଅ, ମତେ କେହି ସାହାଯ୍ୟ କର। ମା, କିଏ ଚିତ୍କାର କରୁଛି ନା? ତୁମେ ଶୁଣିପାରୁଛ ତ? ହଁ, ମୁଁ ବି ଶୁଣିପାରୁଛି। ନିଶ୍ଚୟ କେହି ବିପଦରେ ପଡ଼ିଛି। ଚାଲ ତା ପାଖକୁ ଯିବା। ଏମିତି କଥା ହେଇ ସେ ଦୁଇ ମା ଛୁଆ ଶବ୍ଦ ଶୁଭୁଥିବା ଜାଗାକୁ ଗଲେ। ସେମାନେ ଦେଖିଲେ ଏକ ବତକ ଜାଲରେ ପଡ଼ି ଚିତ୍କାର କରୁଥିଲା। ସେ ବତକ ଚଢ଼େଇମାନଙ୍କୁ ଦେଖି କହିଲା, ଚଢ଼େଇ, ମତେ ଟିକେ ସାହାଯ୍ୟ କର। ହେଲେ ବତକ, ମୁଁ ବହୁତ ଛୋଟ। ମୁଁ ତୁମକୁ କେମିତି ଏତେ ବଡ଼ ଜାଲ ଭିତରୁ ବାହାର କରିବି? ଚଢ଼େଇ, ତୁ ଚିନ୍ତା କରନି। ଏଇ ପାଖରେ ଏକ ଯାଦୁର ଲାଠି ପଡ଼ିଛି। ମତେ ସେ ଲାଠି ଧରେଇ ଦେ, ମୁଁ ନିଜେ ହିଁ ଜାଲ ଭିତରୁ ବାହାରିଯିବି। ଏମିତି ଶୁଣି ମା ଚଢ଼େଇ ପାଖରେ ପଡ଼ିଥିବା ଯାଦୁର ଲାଠିକୁ ଉଠେଇ ବତକକୁ ଧରେଇ ଦେଲା। ସଙ୍ଗେ ସଙ୍ଗେ ହିଁ ସେ ବତକଟି ଏକ ସୁନ୍ଦର ପରୀରେ ବଦଳିଗଲା ଆଉ ସେ ଜାଲ ଭିତରୁ ବାହାରି ଆସିଲା। ତୁମେ କିଏ? ଏ ଜାଲ ଭିତରେ କେମିତି ପଡ଼ିଥିଲ?
ଚଢ଼େଇ, ମୁଁ ଜଣେ ପରୀ। ମୁଁ ଏ ଜଙ୍ଗଲକୁ ବୁଲିବା ପାଇଁ ଆସିଥିଲି। ବତକମାନଙ୍କୁ ଦେଖି ମୁଁ ତାଙ୍କ ରୂପ ନେଇଥିଲି। ମୁଁ ମୋ ପୂର୍ବ ରୂପକୁ ଫେରିବା ପୂର୍ବରୁ ହିଁ ଏ ଜାଲରେ ପଡ଼ିଗଲି। ମୋ ହାତରୁ ମୋ ଯାଦୁର ଲାଠି ଖସି ପଡ଼ିଲା। ମୋର ସବୁ ଶକ୍ତି ଏଇ ଯାଦୁର ଲାଠିରେ ଥିଲା। ସେଥିପାଇଁ ମୁଁ ଜାଲରୁ ବାହାରି ପାରିନଥିଲି। ତୁ ମୋତେ ମୋ ଯାଦୁର ଲାଠି ଧରେଇ ଦେବାରୁ ମୁଁ ମୋ ଶକ୍ତି ଫେରି ପାଇଲି। ମୋ ମା କୁହନ୍ତି, ଯିଏ ବିପଦରେ ପଡ଼ିଥାଏ ତାକୁ ସାହାଯ୍ୟ କରିବା କଥା। ତୁମକୁ ସାହାଯ୍ୟ କରି ଆମେ ବହୁତ ଖୁସି। ପରୀ, ତୁମେ ନା ବହୁତ ସୁନ୍ଦର। ଚଢ଼େଇ ଛୁଆ, ମୁଁ ଜାଣିଛି ତମ ମା ବହୁତ ଭଲ। ତମମାନଙ୍କ ଅବସ୍ଥା କଥା ବି ମୁଁ ଜାଣିଛି। ମୁଁ ତମମାନଙ୍କ ଉପରେ ବହୁତ ଖୁସି। ମୁଁ ତମମାନଙ୍କୁ କିଛି ଦେବାକୁ ଚାହୁଁଛି। ଏମିତି କହି ପରୀ ମା ଚଢ଼େଇକୁ ଏକ ପୋଟଳି ଦେଲା। ଏ ପୋଟଳିରେ କ'ଣ ଅଛି ପରୀ? ତୁମେ କ'ଣ ଆମକୁ ଖାଇବା ଦେଉଛ? ନା ନା, ଏଥିରେ ଖାଇବା ନାହିଁ। ଏଥିରେ 3ଟି ମଞ୍ଜି ଅଛି। ହଳଦିଆ, ସବୁଜ ଆଉ ନାଲି ରଙ୍ଗର କଦଳୀ ମଞ୍ଜି। ଚଢ଼େଇ, ତୁ ଏସବୁ ମଞ୍ଜି ନେଇ ନିଜ ବଗିଚାରେ ପୋତି ଦେବୁ। ଯେତେବେଳେ କଦଳୀ ଗଛରେ ଫଳ ଫଳିବ, ହଳଦିଆ ଆଉ ସବୁଜ ରଙ୍ଗର ଫଳ ସମସ୍ତେ ଖାଇପାରିବ। ହେଲେ ନାଲି ରଙ୍ଗର କଦଳୀ ଯିଏ ବି ଖାଇବ ସେ କେବେ ବି ଖରାପ କାମ କରିନଥିବ। ଯଦି କେବେ ଖରାପ ଚଢ଼େଇ ନାଲି ରଙ୍ଗର କଦଳୀ ଖାଇଦିଏ, ସେ ପୁରାପୁରି ଦୁର୍ବଳ ହେଇଯିବ। ତା ଦେହରେ ଟିକେ ବି ଶକ୍ତି ରହିବନି। ଏମିତି କହି ପରୀ ସେଠାରୁ ଚାଲିଗଲା। ମା ଚଢ଼େଇ ସେ ମଞ୍ଜି ପୋଟଳି ଧରି ନିଜ ଘରକୁ ଫେରି ଆସିଲା। ସେ ନିଜ ବଗିଚାରେ ସେ 3 ମଞ୍ଜି ପୋତି ଦେଲା। ରାତି ହେବା ପରେ ସେମାନେ ଶୋଇପଡ଼ିଲେ। ସକାଳେ ସେମାନେ ଘରୁ ବାହାରି ଦେଖିଲେ ତାଙ୍କ ବଗିଚାରେ 3ଟି କଦଳୀ ଗଛ ବାହାରି 3 ରଙ୍ଗର କଦଳୀ ଫଳିଛି। ମା, ଏ 3ଟି ଗଛରେ 3 ରଙ୍ଗର କଦଳୀ ଫଳିଛି। ଚାଲ ନା ମା, ସେଥିରୁ କିଛି କଦଳୀ ତୋଳି ଖାଇବା। ଠିକ ଅଛି ମୋ ଧନ, ମୁଁ ଏବେ ତୋ ପାଇଁ ଏ କଦଳୀ ତୋଳି ଦେଉଛି। ହେଲେ ତୋର ମନେ ଅଛି ତ, ଏ ନାଲି ରଙ୍ଗର କଦଳୀ ଖରାପ କାମ କରିଥିବା ଚଢ଼େଇ ଖାଇପାରିବେନି। ହେଲେ ମା, ଆମେ ତ କେବେ ବି ଖରାପ କାମ କରିନାହାନ୍ତି। ହଁ, ତୁ ଠିକ କହିଲୁ। ଆମେ ସବୁ ପ୍ରକାରର କଦଳୀ ଖାଇପାରିବା। ଏମିତି କଥା ହେଇ ସେ 2 ମା ଛୁଆ ସବୁ ରଙ୍ଗର କଦଳୀ ତୋଳି ଖାଇଲେ। ମା, ସତରେ ଏ କଦଳୀ ସବୁ ବହୁତ ମିଠା। ହଁ, ଏସବୁ ଯାଦୁର କଦଳୀ, ସେଥିପାଇଁ ବହୁତ ମିଠା ଲାଗୁଛି। ଚାଲ ଆମେ ଅନ୍ୟମାନଙ୍କୁ ବି କଦଳୀ ଦେବା। ସେମାନେ ସବୁଜ ଆଉ ହଳଦିଆ ରଙ୍ଗର କଦଳୀ ଅନ୍ୟ ଚଢ଼େଇମାନଙ୍କୁ ବି ଖାଇବା ପାଇଁ ଦେଉଥିଲେ। ଧୀରେ ଧୀରେ ପୁରା ଜଙ୍ଗଲରେ ଏକଥା ପ୍ରଚାର ହେଇଗଲା। ଦିନେ ଏକ ମିଟୁ ଚଢ଼େଇର ଘରକୁ ଗଲା। ଆରେ ଚଢ଼େଇ, ତୋ ବଗିଚାରେ ତ ଆଗରୁ ଏ 3 କଦଳୀ ଗଛ ନଥିଲା। ମିଟୁ ଭାଇ, ଏସବୁ ଯାଦୁର କଦଳୀ ଗଛ। ଜଣେ ପରୀ ଆମ ଉପରେ ଖୁସି ହେଇ ଏ କଦଳୀ ଗଛ ଦେଇଛନ୍ତି। ମିଟୁ ଭାଇ, ତୁମେ କିଛି କଦଳୀ ଖାଇବ କି? ହଁ ଚଢ଼େଇ, ଏତେ ସାରା କଦଳୀ ଦେଖି ମୋର କଦଳୀ ଖାଇବାକୁ ଇଚ୍ଛା ହେଉଛି। ଏ ନାଲି ରଙ୍ଗର କଦଳୀ ବଢ଼ିଆ ଦେଖାଯାଉଛି। ମତେ ଏଥିରୁ କିଛି ଦେ। ହେଲେ ମିଟୁ ଭାଇ, ଯିଏ କେବେ ବି ଖରାପ କାମ କରିନଥିବ, କେବଳ ସେ ହିଁ ନାଲି ରଙ୍ଗର କଦଳୀ ଖାଇପାରିବ। ଆଚ୍ଛା, ଏମିତି କଥା। ମୁଁ ଥରେ ଗୋଟେ ଖରାପ କାମ କରିଥିଲି। ଦିନେ ମୁଁ ଜଣଙ୍କ ପାଖରୁ କିଛି ଫଳ ଚୋରି କରିଥିଲି। ମୁଁ ତାହେଲେ ନାଲି କଦଳୀ ଖାଇବିନି। ଚଢ଼େଇ, ମତେ ସେ ହଳଦିଆ କଦଳୀରୁ କିଛି ଦେ। ମିଟୁ କିଛି ହଳଦିଆ କଦଳୀ ନେଇ ସେଠାରୁ ଚାଲିଗଲା। ସେଇ ଜଙ୍ଗଲରେ 2ଟି ଦୁଷ୍ଟ କାଉ ରହୁଥିଲେ। ଚଢ଼େଇର କଦଳୀ ବିଷୟରେ ସେମାନେ ବି ଜାଣିବାକୁ ପାଇଲେ। ଆରେ, ତମେ ସେ ଚଢ଼େଇ ବିଷୟରେ ଶୁଣିଛ ନା ନାହିଁ? ତା ପାଖରେ ନା କେତେ ରଙ୍ଗ ବେରଙ୍ଗର କଦଳୀ ଅଛି। ହଁ, ମୁଁ ତା ବିଷୟରେ ଶୁଣିଛି। ତୁ କିଛି କଦଳୀ ଖାଇବୁ କି? ମୁଁ ଯାଉଛି ତା ପାଖରୁ କିଛି କଦଳୀ ନେଇ ଆସିବି। ନା, ଖାଲି କଦଳୀ ନୁହଁ, ମତେ ପୁରା କଦଳୀ ଗଛ ଦରକାର। ଚାଲ ଏବେ ତା ଘରକୁ ଯାଇ ତା ପାଖରୁ ତାର ସବୁ କଦଳୀ ଗଛ ଛଡ଼େଇ ନେବା। ଏମିତି କଥା ହେଇ ସେ 2 ଜଣ ଚଢ଼େଇ ପାଖକୁ ଆସିଲେ। ଆରେ, ତମେ 2 ଜଣ ଏଠି କିଛି କଦଳୀ ନେବାକୁ ଆସିଛ କି? ଚଢ଼େଇ, ଆମ ପାଖରେ ବହୁତ ଖାଇବା ଅଛି। ଆମେ କାହିଁ ତ କଦଳୀ ନେବୁ। ତତେ ଏକ ଜରୁରୀ କଥା କହିବାକୁ ଆସିଛୁ। ନଦୀ ପାଖରେ ନା କିଛି ଚଢ଼େଇ ମିଟୁକୁ ପିଟୁଛନ୍ତି। ସେ ତତେ ସାହାଯ୍ୟ ପାଇଁ ଡାକୁଛି। ଆରେ ମା, ତୁ ଆମ କଦଳୀ ବଗିଚାରେ ଥା। ମୁଁ ଯାଇ ଦେଖେ ମିଟୁ ଭାଇର କ'ଣ ହେଲା। ଆରେ ଚଢ଼େଇ ଛୁଆ, ତୁ ଆଉ କାହିଁ ଏଠି ରହିଲୁ?
ତୁ ବି ଏଠୁ ଚାଲିଯା। ଆଜିଠୁ ଏ ସବୁ କଦଳୀ ଗଛ ଆମର। ଏମିତି କାହିଁକି କହୁଛ? ଏ ସବୁ କଦଳୀ ଗଛ ପରି ଆମକୁ ଦେଇଥିଲେ, ଏସବୁ ଆମର। ଭଲରେ ଏଠୁ ଯିବୁ ନା ଏ ଲାଠିରେ ମାଡ଼ ଖାଇବୁ? ତ ମା ଏଠି ନାହିଁ। ତୁ ଯଦି ଏଠୁ ନ ଯିବୁ ଆମେ ପିଟି ପିଟି ତ ପିଠିରୁ ଛାଲ ଉତାରିଦେବୁ। କାଉ ମାନଙ୍କ ଭୟରେ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ଦୁଇ କାଉ ହଳଦିଆ ରଙ୍ଗର କଦଳୀକୁ ତୋଳି ଖାଇଲେ। ସେପଟେ କିଛି ଦୂର ଗଲା ପରେ ହିଁ ମା ଚଢ଼େଇ ମିଟୁକୁ ରାସ୍ତାରେ ପାଇଗଲା। ଆରେ ମିଟୁ ଭାଇ, ତୁମର କିଛି ହେଇନି ତ? ମୁଁ ଶୁଣିଲି କିଛି ଚଢ଼େଇ ତୁମକୁ ପିଟୁଥିଲେ। ଆରେ ଚଢ଼େଇ, ତତେ ଏମିତି ମିଛ କଥା କିଏ କହିଲା? ମୁଁ ତ ଏକଦମ ଠିକ ଅଛି। ମତେ କିଏ କାହିଁକି ପିଟିବ? ସେମାନେ ଏପରି କଥା ହେବା ସମୟରେ ହିଁ ଚଢ଼େଇ ଛୁଆ କାନ୍ଦି କାନ୍ଦି ସେଠାରେ ଆସି ପହଞ୍ଚିଲା। ମା, ସେ ଦୁଷ୍ଟ କାଉମାନେ ମତେ ଜୋର କରି ଆମ ବଗିଚାରୁ ବାହାର କରିଦେଲେ, ଆଉ କହିଲେ ଆଜିଠୁ ସେ ସବୁ କଦଳୀ ଗଛ ତାଙ୍କର। ଆଚ୍ଛା, ଏବେ ବୁଝିଲି ସେ କାଉମାନେ ମତେ କାହିଁକି ଏଠାକୁ ପଠେଇଥିଲେ। ମାରେ, ତୁ ଜମା ବି କାନ୍ଦନି। ମୁଁ ଏବେ ହିଁ ସେ କାଉମାନଙ୍କୁ ଉଚିତ ଶିକ୍ଷା ଦେଉଛି। ତାପରେ ସେ ମା ଛୁଆ ନିଜ ବଗିଚାକୁ ଫେରି ଆସିଲେ। ତମେ ମାନେ ପୁଣି ଆସିଗଲ। ଶୁଣ ଚଢ଼େଇ, ଆଜିଠୁ ଏ 3 କଦଳୀ ଗଛ ଆମର। ତୁ ଏଠୁ ଚାଲିଯା। ହଁ, ଠିକ ଅଛି। ଆଜିଠୁ ଏ ସବୁ କଦଳୀ ତମ ମାନଙ୍କର। ହେଲେ ମୁଁ ତମ ମାନଙ୍କୁ ଏ ନାଲି ରଙ୍ଗର କଦଳୀ ଦେଇପାରିବିନି। ଏ ନାଲି କଦଳୀ ଭାରି ମିଠା। ଏ ନାଲି କଦଳୀକୁ ମୁଁ ଖାଇବି। ଚଢ଼େଇ ପାଖରୁ ଏମିତି ଶୁଣି କାଉର ସ୍ତ୍ରୀ ଶୀଘ୍ର ନାଲି କଦଳୀ ପାଖକୁ ଗଲା। ଏ ଚଢ଼େଇ, ଏ ନାଲି କଦଳୀ ବି ଆମର। ମୁଁ ତତେ ଗୋଟେ ବି କଦଳୀ ଏଥିରୁ ଦେବିନି। ଏବେ ମୁଁ ଏ ମିଠା ମିଠା ନାଲି କଦଳୀ ଖାଇବି। ଆରେ ରହ, ମତେ ବି ଗୋଟେ ନାଲି କଦଳୀ ଦେ। ମୁଁ ବି ସେ ନାଲି କଦଳୀ ଖାଇକି ଦେଖେ ସେସବୁ କେତେ ମିଠା। ତାପରେ ସେ 2 କାଉ ନାଲି ରଙ୍ଗର କଦଳୀକୁ ତୋଳି ଖାଇଲେ। କିଛି ସମୟ ପରେ ହିଁ ତାଙ୍କ ଦେହର ସବୁ ଶକ୍ତି ଚାଲିଗଲା। ସେମାନେ ତଳେ ପଡ଼ିଗଲେ। ଉଠିବାକୁ ସେମାନେ ଚେଷ୍ଟା କଲେ, ହେଲେ ପାରିଲେନି। ପୁଣି ଥରେ ତଳେ ପଡ଼ିଗଲେ। ଏମିତି ଦେଖି ମା ଚଢ଼େଇ ଆଉ ତାର ଛୁଆ ହସିବାକୁ ଲାଗିଲେ। ଏବେ ତମେ ମାନେ ମଜା ପାଇଲ। ଖରାପ ଚଢ଼େଇ ମାନେ ଏ ନାଲି କଦଳୀକୁ ଖାଇ ପାରିବେନି, ନହେଲେ ତାଙ୍କର ଏମିତି ଅବସ୍ଥା ହେବ। ଚଢ଼େଇ, ମୁଁ ତତେ ଛାଡ଼ିବିନି। ତୁ ଆମ ସାଙ୍ଗରେ କିଛି ବି ଠିକ କଲୁନି। ତମେ ମାନେ ନିଜ ଭୁଲର ଶାସ୍ତି ପାଉଛ। ଏବେ ପୋକମାନଙ୍କ ପରି ରଙ୍ଗି ରଙ୍ଗି ଘରକୁ ଚାଲିଯାଅ, ନହେଲେ ମୁଁ ପିଟି ପିଟି ତମ ମାନଙ୍କ ଚମଡ଼ା ଉତାରିଦେବି। 2 କାଉ ପୁରାପୁରି ଦୁର୍ବଳ ହେଇଯାଇଥିଲେ। ସେମାନେ କାନ୍ଦି କାନ୍ଦି ଯେମିତି ସେମିତି ନିଜ ଘରକୁ ଫେରିଗଲେ। ଚଢ଼େଇ ଅନ୍ୟମାନଙ୍କୁ କଦଳୀ ଦେଇ ସାହାଯ୍ୟ କରୁଥିଲା। ଏମିତି ସେ ତାର 2 ଛୁଆଙ୍କ ସାଙ୍ଗରେ ଖୁସିରେ ରହି। ମା, ତୁମେ ମତେ ସବୁଦିନ ଡାଲି ଭାତ କାହିଁକି ଦଉଛ? ମତେ ଏସବୁ ଖାଇବାକୁ ଆଉ ଭଲ ଲାଗୁନି। ଚିକିର ବାପା ମା ନା ତାକୁ କେତେ ଭଲ ଭଲ ଖାଇବା ଦିଅନ୍ତି ଜାଣିଛ? ମାଛ, ମାଂସ, ବିରିୟାନୀ, ପାଏସ, ଏମିତି ଆହୁରି ଅନେକ କିଛି। ମାରେ, ଚିକିର ବାପା ଜଙ୍ଗଲ ବାହାରେ ବ୍ୟବସାୟ କରି ଅନେକ ଟଙ୍କା ରୋଜଗାର କରନ୍ତି। ସେଥିପାଇଁ ସେମାନେ ପ୍ରତିଦିନ ଭଲ ଭଲ ଖାଇବା ଖାଆନ୍ତି। ତୁ ତ ଜାଣୁ ଆମ ଜଙ୍ଗଲରେ ଏତେ କାମ ନାହିଁ। ମୁଁ ବହୁତ କଷ୍ଟ କରି ଖାଇବା ଯୋଗାଡ଼ କରେ। ସେମିତିରେ ତୋ ପାଇଁ ଭଲ ଭଲ ଖାଇବା କେମିତି ଯୋଗାଡ଼ କରିବି କହିଲୁ? ଏତେ କଷ୍ଟ କରି କ'ଣ ଲାଭ ଯେତେବେଳେ ତୁମେ ଧନୀ ହେଇପାରୁନ? ମୁଁ ଏସବୁ ଆଉ ଖାଇପାରିବିନି। ମୁଁ ଏବେ ଚିକି ଘରକୁ ଯିବି, ଆଉ ତାର ବାପା ମାଙ୍କୁ ବଢ଼ିଆ ବଢ଼ିଆ ଖାଇବା ମାଗିବି। ନାଇଁ ରେ ମା, ସେମାନଙ୍କ ପାଖକୁ ଯାନି। ଥରେ ମୋ କଥା ଶୁଣିଯା। ସେମାନେ କେବେ ବି ତତେ ତାଙ୍କ ଖାଇବା ଦେବେନି। ତତେ ଅପମାନ ଦେଇ ଘରୁ ବାହାର କରିଦେବେ। ଏ ଝିଅଟାକୁ ମୁଁ ଆଉ ବୁଝେଇ ପାରିବିନି। କ'ଣ ଯେ ଏବେ କରିବି? କାଉ ଆଣ୍ଟି, ମତେ କିଛି ଭଲ ଭଲ ଖାଇବା ଦେବ? ମୋ ମା ମତେ ପ୍ରତିଦିନ ଖାଲି ଡାଲି ଭାତ ଦେଉଛନ୍ତି। ସେଥିପାଇଁ ମୁଁ ଆଜି କିଛି ବି ନ ଖାଇ ଚାଲି ଆସିଛି। ତ ବାପା ଯେମିତି ଆମକୁ ଲକ୍ଷ ଲକ୍ଷ ଟଙ୍କା ଦେଇଛି ତତେ ଭଲ ଭଲ ଖାଇବା ଖୁଆଇବା ପାଇଁ, ସେଥିପାଇଁ ମା ସହ ଝଗଡ଼ା କରି ଆମ ପାଖକୁ ଚାଲି ଆସିଛୁ। ଭଲ ଭଲ ଖାଇବା କ'ଣ ଆକାଶରୁ ଖସୁଛି ଭାବୁଛୁ? ସେ ସବୁ ଖାଇବା ପାଇଁ କେତେ ପରିଶ୍ରମ କରିବାକୁ ପଡେ। ଏତେ ପରିଶ୍ରମ କରି ଆମେ ଟଙ୍କା ରୋଜଗାର କରୁଛୁ କ'ଣ ତତେ ଖୁଆଇବା ପାଇଁ? ଆମକୁ ବିରକ୍ତ ନ କରି ଏଠୁ ଚାଲିଯା। ଆମେ ତତେ ଖାଇବା ଦେଇପାରିବୁନି। ଓହୋ, ଛୁଆଟା ଖାଇବାକୁ ମାଗିଲା ବୋଲି ତୁ ତାକୁ ଏତେ କଥା କହି ପକଉଛୁ? ମା କୁନି, ତୁ ଜମା ମନ ଦୁଃଖ କରନି। ତୁ ସେ ଚେୟାରରେ ବସ, ମୁଁ ତତେ ଖାଇବା ଦଉଛି।
କ'ଣ କହୁଛ ତୁମେ? ତୁମର କ'ଣ ମୁଣ୍ଡ ଖରାପ ହେଇଯାଇଛି? ମୁଁ କିଛି ବି ଭୁଲ କହୁନି। ତୁ ଚୁପ୍ ହେଇ ଏବେ ଖା, ପରେ ମୁଁ ତତେ ସବୁ କଥା ବୁଝେଇବି। ତାପରେ ସମସ୍ତେ ଖାଇବା ଖାଇଲେ। ଖିଆ ସରିଲା ପରେ ଦୁଇ ଛୁଆ ବାହାରେ ଖେଳୁଥିଲେ। ସେତେବେଳେ ଏବେ ମତେ କୁହ, ତୁମେ ସେ କୁନିକୁ ଏତେ ଭଲ ଭଲ ଖାଇବା କ'ଣ ପାଇଁ ଖୁଏଇଲ? ମୁଁ କେବେ ବି ଲାଭ ଛଡ଼ା କିଛି କାମ କରେନି। ଆମେ ଯେଉଁ ବ୍ୟବସାୟ କରନ୍ତି ଏବେ ବହୁତ କମ୍ ଟଙ୍କା ଆମେ ରୋଜଗାର କରୁଛନ୍ତି। ସେଥିପାଇଁ ମୁଁ ଭାବିଛି ଏଥର ଛୋଟ ଛୁଆଙ୍କୁ ଦେଇ ସେ କାମ କରେଇବି। ହେଲେ କେମିତି? କାଉ ତା ଯୋଜନା କଥା ତା ସ୍ତ୍ରୀକୁ କହିଲା। ବାଃ, ତୁମେ ତ ଖୁବ ଭଲ କଥାଟେ ଭାବିଛ। ଆଉ ତାହେଲେ ଡେରି କରନି, ଚାଲ ଏବେ ହିଁ ସେ କାମରେ ଲାଗି ପଡ଼ିବା। ମା କୁନି, ମତେ କ୍ଷମା କରିଦେବ। ସେତେବେଳେ ମୋ ମନ ଭଲ ନଥିଲା ତ ତୋ ସହ ଖରାପ ବ୍ୟବହାର କରିଦେଲି। ମୁଁ ଏବେ ପ୍ରତିଦିନ ତତେ ଭଲ ଭଲ ଖାଇବା ଖୁଏଇବି। ହେଲେ ମାରେ, ସେଥିପାଇଁ ତତେ ଗୋଟେ ଛୋଟ କାମ କରିବାକୁ ପଡ଼ିବ। ଆମେ ପ୍ରତିଦିନ ଯୋଉ ଜାଗାକୁ ଯିବୁ ତୁ ବି ଆମ ସାଙ୍ଗରେ ଯିବୁ, ଠିକ ଅଛି? ଆଚ୍ଛା ଠିକ ଅଛି ଆଣ୍ଟି, ମୁଁ ଯିବି। କିନ୍ତୁ ମୁଁ ତୁମ ସାଙ୍ଗରେ କୋଉଠିକି ଯିବି? ଆମ ସାଙ୍ଗରେ ପାଖ ଜଙ୍ଗଲକୁ ଯିବୁ। ଆମେ ସେଠି କାମ କରିବୁ, ଆଉ ତୁ ଗୋଟେ ଗଛ ମୂଳେ ବସିବୁ। କାମ ସରିଲେ ତୁ ଆମ ସାଙ୍ଗରେ ଘରକୁ ଫେରି ଆସିବୁ। ଆରେ କୁନି, ତୋର ଯଦି ଆଉ କିଏ ଗରିବ ସାଙ୍ଗ ଅଛନ୍ତି ଯା, ତାଙ୍କୁ ବି ନେଇ ଆସିବୁ। ତମ ସମସ୍ତଙ୍କୁ ଆମେ ଭଲ ଭଲ ଖାଇବା ଦେବୁ। ହଁ ହଁ, ମୋର ଆଉ 2 ଜଣ ସାଙ୍ଗ ଅଛନ୍ତି। ତାଙ୍କୁ ବି ଭଲ ଭଲ ଖାଇବା ଖାଇବାକୁ ଇଚ୍ଛା ହୁଏ। ମୁଁ ଏବେ ଯାଉଛି, ସେମାନଙ୍କୁ ଡାକି ଆଣିବି। ଚାଲ ଚିକି, ଯିବା। ଆରେ ପିଙ୍କି ମିକି, ତମେ ମାନେ ଏଇଠି ଖେଳୁଛ? ତମେ ମାନେ ମୋ ସାଙ୍ଗରେ ଆସ, ମୁଁ ତମ ମାନଙ୍କୁ ବଢିଆ ବଢିଆ ଖାଇବା ଖୁଏଇବି। କିନ୍ତୁ ଆମେ ତ ସାଙ୍ଗରେ କୋଉଠିକି ଯିବୁ? ତାପରେ କୁନି ତା ସାଙ୍ଗ ମାନଙ୍କୁ ସବୁ କଥା କହିଲା। ସବୁ ଶୁଣି ସେ ଆର 2 ଛୁଆ ବି ତା ସହ ଯିବାକୁ ରାଜି ହେଇଗଲେ। ସତରେ ଚିକି, ତୋ ବାପା ମା ବହୁତ ଭଲ। ସେମାନେ ଆମକୁ ବଢିଆ ବଢିଆ ଖାଇବା ଖୁଏଇବେ। ହଁ, ମୋ ବାପା ମା ବହୁତ ଭଲ। ଏବେ ଶୀଘ୍ର ଶୀଘ୍ର ମୋ ସାଙ୍ଗରେ ମୋ ଘରକୁ ଚାଲ, ନହେଲେ ମୋ ବାପା ମା କାମକୁ ପଳେଇବେ। ଆସିଗଲ ତମେ ମାନେ। କୁନି, ତୁ ତ ସାଙ୍ଗମାନଙ୍କୁ ସବୁ କଥା ବୁଝେଇକି କହିଛୁ ତ? ହଁ ଆଣ୍ଟି, ମୁଁ ସମସ୍ତଙ୍କୁ ସବୁ କଥା କହିଛି। ଭଲ କରିଛୁ। ଏବେ ତମେ 2 ଜଣ ବି ଶୀଘ୍ର ଶୀଘ୍ର ଖାଇବା ଖାଇନିଅ, ତାପରେ ଆମେ କାମକୁ ଯିବା। ଏଇ ତମେ ମାନେ ମନ ଦେଇ ଶୁଣ, ଯଦି ରାସ୍ତାରେ ନିଜ ବାପା ମାଙ୍କ ସହ ଦେଖା ହେଇଯାଏ, ତମେ ମାନେ କହିବ ଯେ ତମେ ମାନେ ନିଜ ନୂଆ ସାଙ୍ଗ ଘରକୁ ବୁଲିବା ପାଇଁ ଯାଉଛ। ଆମ ସାଙ୍ଗରେ ଯାଉଛ ବୋଲି ଜମା କହିବନି, ନହେଲେ ତମ ବାପା ମା ତମ ମାନଙ୍କୁ ଛାଡ଼ିବେନି, ଆଉ ତମେ ମାନେ ବଢିଆ ବଢିଆ ଖାଇବା ଖାଇପାରିବନି। ଏବେ ଆମ ପଛେ ପଛେ ଆସ। ଏମିତି 2 କାଉ ସବୁ ଛୁଆଙ୍କୁ ଧରି ପାଖ ଜଙ୍ଗଲକୁ ଗଲେ। ମା କୁନି, ଚିକି, ତମେ 2 ଜଣ ଏଇ କଳା ଚଷମା ପିନ୍ଧି ଆଉ କାନରେ ତୁଳା ଦେଇ ଗଛ ମୂଳେ ବସି ରୁହ। ଯେତେ କଷ୍ଟ ହେଲେ ବି ଜମା ଚଷମା ଖୋଲିବନି, କି ପଦେ କଥା ବି କହିବନି। ଚୁପଚାପ ବସି ରହିବ। କେହି ତମ ପାଖକୁ ଆସିଲେ ବି ତା ସହ କଥା ହେବନି। ଆମେ ଏବେ ଆମ କାମ କରୁଛୁ। ଆମେ ନ ଆସିବା ଯାଏ ତମେ ମାନେ ଏଠୁ ଉଠି କୁଆଡେ ବି ଯିବନି, ନହେଲେ ତମ ମାନଙ୍କର ବିପଦ ହେବ, ବୁଝିଲ? ଠିକ ଅଛି ଆଣ୍ଟି, ଆମେ ବୁଝିଗଲୁ। କିନ୍ତୁ ତମେ ମାନେ କୋଉଠି କାମ କରିବାକୁ ଯିବ? ଏଇ ଯୋଉ ପାଖରେ ଜମି ଦେଖୁଛ, ଆମେ ସେଇଠି କାମ କରିବୁ। ପିଙ୍କି ମିକି, ଚାଲ ତମେ ମାନେ ଆଉ ଗୋଟେ ଗଛ ତଳେ ବସିବ। ଗୋଟେ ଗଛ ମୂଳେ 2ଟା ହିଁ ଛୁଆ ବସି ପାରିବେ, ତାଠୁ ଅଧିକ ନୁହଁ। ଆମେ ଯେମିତି କହୁଛୁ ତମେ ମାନେ ସେମିତି କରିବ, ଠିକ ଅଛି? ଘରକୁ ଫେରିଲେ ମୁଁ ତମ ସମସ୍ତଙ୍କୁ ବଢିଆ ବଢିଆ ଖାଇବା ଖୁଏଇବି। ଠିକ ଅଛି, ଆମକୁ ବି କଳା ଚଷମା ଦିଅ। ଶୁଣ, ଏବେ ସବୁ ଛୁଆଙ୍କ ପାଖରେ 4ଟା ଥାଳି ରଖିଦେ। ଏ ଜଙ୍ଗଲରେ ଅନେକ ଧନୀ ଚଢ଼େଇ ଅଛନ୍ତି। ଏ ଛୁଆଗୁଡ଼ା ଅନ୍ଧ ଆଉ କନ୍ଧା ଜାଣିଲେ ଚଢ଼େଇ ମାନେ ତାଙ୍କୁ ଅନେକ ଟଙ୍କା ଦେବେ। ପ୍ରତିଦିନ ଆମର ଭଲ ଟଙ୍କା ରୋଜଗାର ହେବ। ଏଇ ତ ଗୋଟେ ଧନୀ ଚଢ଼େଇ ଏଟାକୁ ଆସୁଛି, ଚାଲ ଆମେ ଲୁଚି ଯିବା। ଆରେ ଆରେ, ଛୁଆ 2ଟା କେତେ ସୁନ୍ଦର। କାହିଁକି ଯେ ଭଗବାନ ଏମାନଙ୍କୁ ଅନ୍ଧ କଲେ? ଏମାନଙ୍କୁ ଦେଖିଲେ ମତେ ଭାରି କଷ୍ଟ ହେଉଛି। ଯାଏ କିଛି ଟଙ୍କା ଦେଇଦିଏ। ସେଦିନ ଯିଏ ବି ଚଢ଼େଇ ଛୁଆ ମାନଙ୍କୁ ଦେଖୁଥିଲା ତାଙ୍କୁ ଅନ୍ଧ ଭାବି ଟଙ୍କା ଦେଇ ଚାଲି ଯାଉଥିଲା। ସନ୍ଧ୍ୟା ହେବା ପରେ, ଆରେ ସନ୍ଧ୍ୟା ହେଇଗଲାଣି, ଚାଲ ଏବେ ସବୁ ଛୁଆଙ୍କ ପାଖକୁ ଯିବା
ଆଉ ଦେଖିବା ସେମାନେ କେତେ ଟଙ୍କା ପାଇଛନ୍ତି। ତାପରେ ସବୁ ଛୁଆଙ୍କୁ ନେଇ ତାଙ୍କ ଘରେ ବି ପହଞ୍ଚେଇ ଦେବା, ନହେଲେ ତାଙ୍କ ବାପା ମା ଛୁଆମାନଙ୍କୁ ଖୋଜି ଖୋଜି ଆମ ଘରେ ପହଞ୍ଚିଯିବେ। ଆରେ ତାଙ୍କ କାନରୁ ତୋଳା ଆଉ ଚଷମା ଖୋଲିଦେ। ଏବେ ଆମ କାମ ସରିଗଲା, ଚାଲ ଘରକୁ ଯିବା। ତାପରେ କାଉମାନେ ସବୁ ଛୁଆଙ୍କୁ ଧରି ନିଜ ଜଙ୍ଗଲକୁ ଫେରିଲେ। ଘରକୁ ଫେରିଲା ପରେ କାଉମାନେ ସବୁ ଛୁଆଙ୍କୁ ଗୋଟେ ଗୋଟେ ବିରିୟାନୀ ପ୍ୟାକେଟ ଦେଲେ। ଆଜି ତମେ ମାନେ ଘରକୁ ଯାଅ, ଘରେ ଯାଇ ଏ ବିରିୟାନୀ ଖାଅ। କାଲି ସକାଳେ ପୁଣି ଆମ ଘରକୁ ଆସିବ, ଆମେ ତୁମକୁ ବଢିଆ ବଢିଆ ଖାଇବା ଖୁଆଇବୁ। କିନ୍ତୁ ଆଣ୍ଟି, କାଲି ତ ଆମ ସ୍କୁଲ ଅଛି, ଆମେ ଯଦି ସ୍କୁଲ ବନ୍ଦ କରିବୁ ମା ଆମକୁ ରାଗିବେ। ତମେ ମାନେ ଗୋଟେ କାମ କର, ଘରେ ସ୍କୁଲ ଯାଉଛୁ କହି ଏଠାକୁ ଚାଲି ଆସ। ଆମ ଘରେ ବ୍ୟାଗ ରଖି ଆମେ ପାଖ ଜଙ୍ଗଲକୁ ଯିବା। ସ୍କୁଲ ଛୁଟି ସମୟରେ ଆମେ ଏ ଜଙ୍ଗଲକୁ ଫେରି ଆସିବା। ତାପରେ ତମେ ମାନେ ନିଜ ନିଜ ଘରକୁ ଚାଲିଯିବ, ଠିକ ଅଛି? ଆଚ୍ଛା ଠିକ ଅଛି ଆଣ୍ଟି, ଆମେ ଏବେ ସେମିତି କରିବୁ। କିରେ ମା, ତୁ ଏତେ ସମୟ କୋଉଠି ଥିଲୁ? ଆଉ ଏ ବିରିୟାନୀ ପ୍ୟାକେଟ ତତେ କିଏ ଦେଲା? ମା, ଆଜି ଆମେ ଆମର ଗୋଟେ ନୂଆ ସାଙ୍ଗ ଘରକୁ ଯାଇଥିଲୁ, ତାର ବାପା ଆମକୁ ଏ ବିରିୟାନୀ ପ୍ୟାକେଟ ଦେଇଛନ୍ତି। ଓ ଆଚ୍ଛା, ଏବେ ତ ଯା ଖାଇଦେଇ ପାଠ ପଢିବୁ, ସକାଳେ ପୁଣି ସ୍କୁଲକୁ ଯିବୁ। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ସବୁ ଛୁଆ ସ୍କୁଲ ଯାଉଛୁ କହି କାଉର ଘରକୁ ଗଲେ। ସେଠି ସେମାନେ ସ୍କୁଲ ବ୍ୟାଗ ରଖି କାଉ ମାନଙ୍କ ସାଙ୍ଗରେ ପାଖ ଜଙ୍ଗଲକୁ ଗଲେ। ଏମିତି ଗୋଟେ ଦିନ, କିଛି ଦିନରୁ ମୁଁ ଦେଖୁଛି ଅନେକ ପିଲା ସ୍କୁଲକୁ ଆସୁନାହାନ୍ତି। କଥା କଣ? ମୁଁ ଆଜି ହିଁ ସେମାନଙ୍କ ଘରକୁ ଯିବି। ଆରେ ଚଢ଼େଇ, ଭଲ ହେଲା ତୁମ ସହ ଦେଖା ହେଇଗଲା। ମୁଁ ଏବେ ତୁମ ଘରକୁ ଯାଉଥିଲି। ତୁମ ଝିଅ କୁନି ବହୁତ ଭଲ ପାଠ ପଢେ, କିନ୍ତୁ କିଛି ଦିନ ହେବ ସେ ସ୍କୁଲକୁ ଆସୁନି। ତା ଦେହ କଣ ଭଲ ନାହିଁ? ନା ନା ମ୍ୟାଡାମ, ତା ଦେହ ଭଲ ଅଛି। ସେ ପ୍ରତିଦିନ ସ୍କୁଲକୁ ବି ଯାଏ। ଯଦି ସେ ସ୍କୁଲ ନ ଯାଉଛି ତାହେଲେ ସେ କୋଉଠିକି ଯାଉଛି? ମୁଁ କାଲି ହିଁ ତା ପଛରେ ଯିବି ଆଉ ଦେଖିବି ସେ କୋଉଠିକି ଯାଉଛି। ଆଚ୍ଛା ଠିକ ଅଛି ଚଢ଼େଇ, ମୁଁ ଏବେ ପିଙ୍କି ଆଉ ମିକିର ବି ଘରକୁ ଯାଏ। ସେମାନେ ବି କିଛି ଦିନ ହେଲାଣି ସ୍କୁଲକୁ ଆସୁନାହାନ୍ତି। ପରଦିନ ସକାଳେ ମା ଚଢ଼େଇ ତା ଝିଅର ପଛେ ପଛେ ଗଲା ଆଉ ସବୁ ଘଟଣା ଦେଖିଲା। ସବୁ ଜାଣି ତ ସେ ଅନେକ ରାଗିଗଲା। ସେ ଶୀଘ୍ର ପୋଲିସ ଥାନାକୁ ଗଲା ଆଉ ପୋଲିସକୁ ସବୁ ଘଟଣା କହିଲା। ଆରେ ବାଃ, ଆମେ ଯେତେବେଳେ ଅନ୍ଧ ସାଜି ସମସ୍ତଙ୍କୁ ଭିକ ମାଗୁଥିଲେ ସମସ୍ତେ ଆମକୁ କେତେ ଅଳ୍ପ ଟଙ୍କା ଦେଉଥିଲେ, ହେଲେ ଯେବେଠୁ ଏ ଛୁଆମାନେ ଅନ୍ଧ ସାଜି ଭିକ ମାଗୁଛନ୍ତି ସମସ୍ତେ ତାଙ୍କ ଉପରେ ଦୟାକରି ଅନେକ ଟଙ୍କା ଦେଉଛନ୍ତି। ଏମିତି ଯଦି କିଛି ଦିନ ଚାଲିବ ଆମେ ସମସ୍ତଙ୍କଠୁ ଧନୀ ହେଇଯିବା। ଏଇ ଦେଖନ୍ତୁ ଚିଲ ଦିଦି, ପିଲାମାନଙ୍କୁ ଭଲ ଭଲ ଖାଇବାର ଲୋଭ ଦେଖେଇ ତାଙ୍କୁ ଅନ୍ଧ ସଜେଇ କେମିତି କାଉମାନେ ଭିକ ମଗାଉଛନ୍ତି। ଏ କଳା ଚଷମା ଯିଏ ପିନ୍ଧେ ତାକୁ କିଛି ବି ଦେଖାଯାଏନି। କାନରେ ତୁଳା ଥିବାରୁ ଛୁଆମାନେ ଜାଣି ପାରୁନାହାନ୍ତି ତାଙ୍କ ସହ କଣ ହେଉଛି। ଏଇ ବଦମାସ କାଉ ଦଳ, କୋଉଠି ଅଛ? ଶୀଘ୍ର ଏଠାକୁ ଆସ। ଚିଲ ଦିଦି, ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ। ଚଢ଼େଇ, ତୁ ବି ଆମକୁ କ୍ଷମା କରିଦେ। ଆମେ ଆଉ କେବେ ଛୋଟ ଛୁଆଙ୍କୁ ଭିକ ମଗେଇବୁନି। ନା, ତମ ମାନଙ୍କର କ୍ଷମା ନାହିଁ। ଛୋଟ ଛୋଟ ଛୁଆଙ୍କର ସ୍କୁଲ ଯିବା ବନ୍ଦ କରି ତାଙ୍କୁ ଖରାପ ବାଟକୁ ନେଇ ତାଙ୍କ ଭବିଷ୍ୟତ ନଷ୍ଟ କରୁଛ। ତମ ମାନଙ୍କୁ ତ ଉଚିତ ଶିକ୍ଷା ଦରକାର। ଏବେ ଚାଲ ଥାନାକୁ। ମା, ଏସବୁ କଣ ହେଉଛି? ମୁଁ କିଛି ବି ବୁଝିପାରୁନି। ମାରେ, ମୁଁ ତତେ ପରେ ସବୁ କଥା କହିବି। ତୁ ମୋ ସାଙ୍ଗରେ ଏକ ଘରକୁ ଚାଲେ। ସବୁବେଳେ ଗୋଟେ କଥା ମନେ ରଖିବୁ, ମାକୁ ମିଛ କହି କୌଣସି କାମ କରିବୁନି। ସେ କାମ ସବୁବେଳେ ଖରାପ ହେଇଥାଏ। ଆଉ ବାହାରେ ଯିଏ ଯାହା ବି କହୁ ସବୁ କଥା ଆସି ମାକୁ ଜଣେଇବୁ, ଠିକ ଅଛି? ତାପରେ ପୋଲିସ ଚିଲ ଦୁଇ କାଉଙ୍କୁ ବାନ୍ଧି ଥାନାକୁ ନେଇଗଲା। ଚଢ଼େଇ କାଉ ଛୁଆକୁ ନିଜ ଘରେ ରଖିଲା। ସେ ନିଜ ଝିଅ ସହ କାଉ ଛୁଆକୁ ବି ସ୍କୁଲ ପଠେଇଲା। ଥରେ ଗୋଟିଏ ଜଙ୍ଗଲରେ ରହୁଥିଲା ଏକ ଚୋର କାଉ। ସେ ଚଢ଼େଇ ମାନଙ୍କୁ ଠକି ତାଙ୍କ ଘରୁ ଖାଇବା ଚୋରି କରି ନେଇ ଯାଉଥିଲା। ଦିନେ ସେ ଧରା ପଡ଼ିଗଲା। ଚଢ଼େଇମାନେ ପିଟି ପିଟି ତାକୁ ଜଙ୍ଗଲରୁ ବାହାର କରିଦେଲେ। ସେହି ସମୟରେ ଜୋରେ ବର୍ଷା ଆରମ୍ଭ ହେଇଗଲା। ଚୋର କାଉ
ବର୍ଷାରେ ଭିଜି ଭିଜି ଏକ ଗଛ ତଳେ ବସିଥିଲା। ଧେତ୍, ଟିକିଏ ଭୁଲ ପାଇଁ ମୁଁ ଚଢ଼େଇମାନଙ୍କ ପାଖରେ ଧରା ପଡ଼ିଗଲି। ସେମାନେ ମୋତେ ମୋ ଘରୁ ବାହାର କରିଦେଲେ। ମୁଁ ତ କିଛି ବି କାମ ଶିଖିନି। ଜାଣିପାରୁନି ଏବେ ଘର କେମିତି ତିଆରି କରିବି, ଖାଇବା କେମିତି ଯୋଗାଡ଼ କରିବି। ମୋ ଦ୍ୱାରା ଏତେ କାମ ହେଇପାରିବନି। ବର୍ଷା ଛାଡ଼ିବା ଯାଏଁ ମୁଁ ଏ ଗଛ ତଳେ ବସିଥାଏ। ଏଇ କାଉ, ତୁ ଘରକୁ ନ ଯାଇ ଏଇ ଝଡ଼ ବର୍ଷାରେ ଭିଜୁଛୁ କାହିଁକି? ତୁ କ'ଣ ଜାଣିନୁ ବିଜୁଳି ଘଡ଼ଘଡ଼ି ସମୟରେ ଗଛ ତଳେ ରହିବା ଠିକ୍ ନୁହଁ? ଯା ଶୀଘ୍ର ନିଜ ଘରକୁ ଫେରିଯିବୁ। ଆରେ ଆରେ, ଏଇଟା ତ ଗୋଟେ ପରୀ। ମୁଁ ଶୁଣିଛି ପରୀମାନଙ୍କ ପାଖରେ ଯାଦୁ ଶକ୍ତି ଥାଏ। ମୁଁ ଏ ପରୀ ପାଖରେ ମିଛ ନାଟକ କରି ଏକ ଯାଦୁର ଘର ମାଗେ। ମୋତେ ଆଉ କାମ କରିବା ପାଇଁ ବାହାରକୁ ଯିବାକୁ ପଡ଼ିବନି। ସେ ଯାଦୁର ଘରେ ବସି ବସି ମୁଁ ଖାଇବା ପାଇଯିବି। ପରୀ, ମୋ ଦୁଃଖ କଥା ଆଉ କ'ଣ କହିବି। ମୁଁ ବହୁତ ଗରିବ। ମୋ ପାଖରେ ରହିବାକୁ ଘର ନାହିଁ। ଏଇ ଜଙ୍ଗଲର ଚଢ଼େଇମାନେ ବହୁତ ନିଷ୍ଠୁର। ମୁଁ ତାଙ୍କ ପାଖକୁ କାମ ମାଗିବାକୁ ଯାଇଥିଲି, ହେଲେ ସେମାନେ ମୋତେ ସାହାଯ୍ୟ ନ କରି ପିଟି ପିଟି ଜଙ୍ଗଲରୁ ବାହାର କରିଦେଲେ। ଆରେ କାଉ, ତୋର ତ ବହୁତ କଷ୍ଟ। ହଁ ପରୀ, ମୋର ବହୁତ କଷ୍ଟ। ହେଲେ ତୁମେ ଚାହିଁଲେ ମୋରି କଷ୍ଟ ଦୂର ହେଇଯିବ। ପରୀ, ମୋତେ ଗୋଟେ ଯାଦୁର ଘର ଦିଅ ନା, ଯେଉଁଠି ମୁଁ ଆଶ୍ରୟ ପାଇବି ଆଉ ଖାଇବା ବି ପାଇବି। ପରୀ, ତୁମେ ତ ଯାଦୁବିଦ୍ୟା ଜାଣିଥିବ। ଦିଅ ନା ପରୀ, ମୋତେ ଗୋଟେ ଯାଦୁର ଘର। ଠିକ୍ ଅଛି କାଉ, ମୁଁ ତତେ ଗୋଟେ ଘର ଦେବି। ହେଲେ ସେଇଟା ଯାଦୁର ଘର ନୁହଁ, ସାଧାରଣ ଘର। ମୋ ପାଖରେ ଏତେ ଯାଦୁ ଶକ୍ତି ନାହିଁ। ମୁଁ ଏଯାଏଁ ଭଲ ଭାବରେ ଯାଦୁବିଦ୍ୟା ଶିଖିନି। ହେଁ, ଏଇ ପରୀଟା ଏସବୁ କ'ଣ କହୁଛି? ସେ ଯାଦୁବିଦ୍ୟା ଶିଖିନି? ହାୟରେ ମୋ ପୋଡ଼ା କପାଳ। ଶେଷରେ ଗୋଟିଏ ଏମିତି ପରୀ ସହ ଦେଖା ହେଲା ଯିଏ ଯାଦୁ ଶିଖିନି। ଭାବିଥିଲି କ'ଣ ଆଉ ହେଲା କ'ଣ? ଆଚ୍ଛା ହଉ ପରୀ, ମୋତେ ସାଧାରଣ ଘର ଦେଇଥାଅ। ଏମିତିରେ ବି ମୋ ପାଖରେ ଘର ନାହିଁ। ଖାଇବା ମୁଁ ପରେ ଯୋଗାଡ଼ କରିବି। ଏଇ ନେ କାଉ, ଏଇଟା ଗୋଟେ ସାବୁନ ଘର। ଏଇଟା ଯାଦୁର ଘର ନୁହଁ, ସାଧାରଣ ଘର। ଏଇ ଘରେ ରହିବାର ସବୁ ବ୍ୟବସ୍ଥା ଅଛି। ଏମିତି କହି ପରୀ ସେଠାରୁ ଚାଲିଗଲା। ସେଦିନ ପରଠାରୁ କାଉ ସେ ସାବୁନ ଘରେ ରହିଲା। ଆଉ କେତେ ଦିନ ମୁଁ ନ ଖାଇ ରହିବି? ଏ ଘରେ ମୁଁ କେବଳ ଶୋଇପାରୁଛି, ହେଲେ ଖାଇବାକୁ ତ କିଛି ପାଉନି। ଏମିତି ଯଦି ଚାଲିବ ମୁଁ ଶୁଖିକି କଣ୍ଟା ହେଇଯିବି। ଧରା ପଡ଼ିଯିବା ପରେ ଚଢ଼େଇମାନେ ମୋତେ ଅନେକ ପିଟିଛନ୍ତି। ମୁଁ ଏବେ ତାଙ୍କ ଘରେ ଆଉ ଚୋରି ବି କରିପାରିବିନି। ଜାଣିପାରୁନି ଏବେ କ'ଣ କରିବି। କାଉ କ'ଣ କରିବ ଭାବୁଥିଲା। ହଠାତ୍ ସେ ଏକ ଦୁଷ୍ଟ ଉପାୟ ଚିନ୍ତା କଲା। ହଁ, ଭାବିନେଲି ଏବେ ମୁଁ କ'ଣ କରିବି। ଏବେ ଚଢ଼େଇମାନେ ନିଜେ ଆସି ମୋତେ ଖାଇବା ଦେବେ, ଆଉ ମୁଁ ବସି ବସି ଆରାମରେ ଖାଇବି। ଏମିତି ଚିନ୍ତା କରି ପରଦିନ ସକାଳେ କାଉ ଜୋର ଜୋରେ ଚିତ୍କାର କଲା। ଆସ ଆସ, ମୋ ପାଖକୁ ଆସ। ମୁଁ ହେଉଛି ଯାଦୁର ସାବୁନ ଘର। ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି। ଟଙ୍କା ପଇସା ଧନ ରତ୍ନ ଦେଇ ମୁଁ ତମକୁ ସାହାଯ୍ୟ କରିବି। ଯିଏ ବି ସାହାଯ୍ୟ ପାଇବାକୁ ଚାହୁଁଛ ମୋ ପାଖକୁ ଆସ। ଜଙ୍ଗଲର ଶେଷ ମୁଣ୍ଡରେ ମୁଁ ରହୁଛି। ଆସ ଆସ, ଏ ସାବୁନ ଘରକୁ ଶୀଘ୍ର ଆସ। ଚଢ଼େଇ, ଶୁଣିପାରୁଛୁ? କିଏ କହୁଛି ମୁଁ ସାବୁନ ଘର, ମୋ ପାଖକୁ ଆସ, ମୁଁ ସାହାଯ୍ୟ କରିବି। ହେଲେ ଚଢ଼େଇ, ସାବୁନ ଘର କ'ଣ କୋଉଠି ଥାଏ? ହଠାତ୍ ଆମ ଜଙ୍ଗଲକୁ ସାବୁନ ଘର କୋଉଠୁ ଆସିଲା? ମତେ ଲାଗୁଛି ନିଶ୍ଚୟ ଭଗବାନ ଆମକୁ ସାହାଯ୍ୟ କରିବା ପାଇଁ ଏ ସାବୁନ ଘରକୁ ଏଠାକୁ ପଠେଇଛନ୍ତି। ସେ ପରା କହୁଛି ସେ ଆମକୁ ଟଙ୍କା ପଇସା ଧନରତ୍ନ ଦେଇ ସାହାଯ୍ୟ କରିବ। ଏମିତି ହେଲେ ତ ଖୁବ୍ ଭଲ ହୁଅନ୍ତା। ସାବୁନ ଘର ପାଇଁ ଆମ ଭଳି ଗରିବ ଚଢ଼େଇଙ୍କୁ ଅନେକ ସାହାଯ୍ୟ ମିଳନ୍ତା। ଚାଲ ଚଢ଼େଇ, ସେ ସାବୁନ ଘର ପାଖକୁ ଯିବା। ସମସ୍ତେ ଏପରି ସ୍ୱର ଶୁଣି ଜଣ ଜଣ କରି ସବୁ ଚଢ଼େଇ ସାବୁନ ଘର ପାଖକୁ ଗଲେ। ଆରେ ଦେଖ ସମସ୍ତେ, ଏଠି ସେ ଅଦ୍ଭୁତ ସାବୁନ ଘର ଅଛି। ଆଚ୍ଛା ସାବୁନ ଘର, ତୁମେ କ'ଣ ସତରେ ଆମକୁ ସାହାଯ୍ୟ କରିବ ନା ଆମକୁ ମିଛ କଥା କହୁଛ? ତମମାନଙ୍କୁ କ'ଣ ଲାଗୁଛି ମୁଁ ମିଛ କହୁଛି? ଜଣେ ଯାଦୁର ପରୀ ମୋତେ ଏଠି ରଖିଛନ୍ତି। ମୋତେ ପରୀ କହିଥିଲେ ତମେମାନେ ବହୁତ ଗରିବ, ସେଥିପାଇଁ ମୁଁ ଏବେ ତମମାନଙ୍କୁ ଟଙ୍କା ପଇସା ଦେଇ ସାହାଯ୍ୟ କରିବି। ତୁମେ ସତ କହୁଛ? ତୁମେ ଆମକୁ ସାହାଯ୍ୟ କରିବ ସାବୁନ ଘର? ତାହେଲେ ଆଉ ଡେରି କାହିଁକି କରୁଛ? ଆମକୁ ଶୀଘ୍ର ସାହାଯ୍ୟ କର।
ସାହାଯ୍ୟ ତ କରିବି, ହେଲେ ତା ପୂର୍ବରୁ ମୋର ଏକ ସର୍ତ୍ତ ଅଛି। ଯଦି ତମେମାନେ ରାଜି ହେବ ତାହେଲେ ଯାଇ ମୁଁ ତମମାନଙ୍କୁ ସାହାଯ୍ୟ କରିବି। ହଁ ହଁ, ଆମେ ତୁମର ସବୁ ସର୍ତ୍ତରେ ରାଜି। ଏବେ କୁହ, ତୁମକୁ କ'ଣ ଦରକାର? ତମେ ମାନେ ପ୍ରତ୍ୟେକ ଦିନ ମୋ ପାଇଁ ଖାଇବା ଆଣିବ। ଏଇ ସାବୁନ ଘରର ଝରକା ପାଖରେ ସବୁ ଖାଇବା ରଖିଦେବ। ଯିଏ ଯେତିକି ଖାଇବା ମୋତେ ଦେବ ମୁଁ ତାକୁ ସେତିକି ଟଙ୍କା ଦେଇ ସାହାଯ୍ୟ କରିବି। ହେଲେ ତୁମେ ତ ଗୋଟେ ସାବୁନ ଘର, ଆମ ଖାଇବା ନେଇ ତୁମେ କ'ଣ କରିବ? ଏତେ କଥା ଶୁଣିବାକୁ ମୋତେ ଭଲ ଲାଗେନି। ମୋତେ ଖାଇବା ଦେବ ନା ମୁଁ ଆଉ ଏକ ଜଙ୍ଗଲକୁ ଯିବି। ନା ନା, ଏ ଜଙ୍ଗଲ ଛାଡ଼ି ତୁମେ କୁଆଡ଼େ ବି ଯାଅନି। ଆମେ ତୁମର ସବୁ କଥା ମାନିବୁ। ତାପରେ ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପରଦିନ ସେମାନେ ସାହାଯ୍ୟ ପାଇବା ଆଶାରେ ନିଜେ ନ ଖାଇ ତାଙ୍କ ଖାଇବା ଧରି ସାବୁନ ଘର ପାଖକୁ ଗଲେ ଆଉ ଝରକା ପାଖରେ ରଖିଦେଲେ। ସେପଟେ ଏତେ ସାରା ଖାଇବା ଦେଖି କାଉର ଖୁସି ତ କହିଲେ ନ ସରେ। ବାଃ ବାଃ, ମୋର ତ କେତେ ବୁଦ୍ଧି। ଏବେ ମୁଁ ସବୁଦିନ ବସି ବସି ଖାଇବା ଖାଇବି। ସାବୁନ ଘର, ତୁମ କହିବା ଅନୁସାରେ ଆମେ ତୁମ ପାଇଁ ଖାଇବା ଆଣିଦେଲୁ। ଏବେ ଆମକୁ ସାହାଯ୍ୟ କର। ଓହୋ, ତମେ ମାନେ ଏତେ ଅଧୈର୍ଯ୍ୟ କାହିଁକି ହେଉଛ? ସମୟ ଆସିଲେ ସମସ୍ତେ ସାହାଯ୍ୟ ପାଇବ। ଏବେ ଯାଅ ଏଠୁ, ମୋତେ ବିରକ୍ତ କରନି। ଆଉ ହଁ, କାଲି ଠିକ୍ ସମୟରେ ଖାଇବା ଧରି ଏଠାକୁ ଆସିବ। ସାବୁନ ଘରର ଏପରି କଥା ଶୁଣି ସବୁ ଚଢ଼େଇ ସେଠାରୁ ଚାଲିଗଲେ। ପ୍ରତିଦିନ ସେମାନେ ଖାଇବା ଆଣି ସାବୁନ ଘରର ଝରକା ପାଖରେ ରଖି ଦେଉଥିଲେ। କାଉ ବସି ବସି ଆରାମରେ ଖାଇବା ଖାଉଥିଲା। ଏମିତି କିଛି ଦିନ ବିତିଗଲା। ଦିନେ, ସାବୁନ ଘର, ତୁମେ କେବେ ଆମକୁ ସାହାଯ୍ୟ କରିବ? ତୁମ କହିବା ଅନୁସାରେ ପ୍ରତ୍ୟେକ ଦିନ ଆମେ ନିଜେ ନ ଖାଇ ତୁମକୁ ଖାଇବା ଦେଉଛୁ, ହେଲେ ଆଜି ଯାଏଁ ତୁମେ ଆମକୁ ସାହାଯ୍ୟ କାହିଁକି କରୁନ? ଚଢ଼େଇ, ମୋତେ ଲାଗୁଛି ଏ ସାବୁନ ଘର ମିଛ କଥା କହି ଆମକୁ ଠକୁଛି। ଆମର ସବୁ ଖାଇବା ଇଏ ନଷ୍ଟ କରିଛି। ୟାକୁ ଏଠି ରଖି କିଛି ଲାଭ ନାହିଁ। ଚାଲ ସମସ୍ତେ ମିଶି ଏ ସାବୁନ ଘରକୁ ଭାଙ୍ଗିଦେବା। ନା ଥିବ ବାଉଁଶ ଆଉ ନା ବାଜିବ ବଇଁଶୀ। ସବୁ ଚଢ଼େଇ ରାଗି ଯାଇ ଲାଠି ଆଣି ସାବୁନ ଘରକୁ ପିଟି ପିଟି ଭାଙ୍ଗିଦେଲେ। ଏ କ'ଣ ଦୁଷ୍ଟ କାଉ, ତୁ ତାହେଲେ ଆମକୁ ଠକି ପ୍ରତିଦିନ ଆମଠୁ ଖାଇବା ଖାଉଥିଲୁ? ନା, ଇଏ ଚୋରି କରି ମାଡ଼ ଖାଇଲା ପରେ ବି ତତେ ଶିକ୍ଷା ମିଳିଲାନି? ଆରେ ସମସ୍ତେ ଦେଖୁଛ କ'ଣ? ଏ କାଉକୁ ଉଚିତ ଶିକ୍ଷା ଦରକାର। ମାର ମାର ଏ କାଉକୁ। ସାବୁନ ଘରେ କାଉକୁ ଦେଖି ଚଢ଼େଇମାନେ ଅନେକ ରାଗି ଯାଇଥିଲେ। ସମସ୍ତେ ମିଶି କାଉକୁ ଅନେକ ପିଟିଲେ। ଆଉ ମାଡ଼ ସହି ନ ପାରି କାଉ କୌଣସି ମତେ ନିଜ ଜୀବନ ନେଇ ସେ ଜଙ୍ଗଲ ଛାଡ଼ି ଦୂରକୁ ଚାଲିଗଲା। ଗୋଟିଏ ଜଙ୍ଗଲରେ ଏକ ଅନାଥ ଚଢ଼େଇ ରହୁଥିଲା। ନିଜର କହିଲେ ତାର ଏ ଦୁନିଆରେ କେହି ନଥିଲେ। ଚଢ଼େଇ ନିଜର ଏକ ଛୋଟ ଜମିରେ ପରିବା ଚାଷ କରୁଥିଲା। ସେ ପ୍ରତ୍ୟେକ ଦିନ ଘର ଘର ବୁଲି ପରିବା ବିକ୍ରି କରୁଥିଲା। ଦିନେ ଦିନେ ତ ଚଢ଼େଇର ସବୁ ପରିବା ବିକ୍ରି ହେଇଯାଉଥିଲା, ହେଲେ ବେଳେ ବେଳେ ତା ପରିବା କେହି କିଣୁନଥିଲେ। ଏମିତି ଗୋଟେ ଦିନ, ପରିବା ନିଅନ୍ତୁ ପରିବା, ତାଜା ତାଜା ପରିବା, ମୋ ପରିବା ଦାମ ସବୁଠୁ ଶସ୍ତା, ପରିବା ନିଅନ୍ତୁ ପରିବା। ସେଦିନ ଚଢ଼େଇର ଗୋଟେ ବି ପରିବା କେହି କିଣିଲେନି। ମନ ଦୁଃଖରେ ଚଢ଼େଇ ଗୋଟେ ଗଛ ମୂଳେ ବସି କାନ୍ଦିବାକୁ ଲାଗିଲା। ସକାଳୁ ସନ୍ଧ୍ୟା ହେଇଗଲା, ଆଜି କେହି ବି ମୋ ପରିବା କିଣିଲେନି। ଚାଲି ଚାଲି ମୋ ଗୋଡ଼ ବଥା କଲାଣି। ଦିନେ ପରିବା ନ ବିକିଲେ ମୋ ଚୁଲି ଜଳେନି। ଲାଗୁଛି ଆଜି ମୋତେ ଉପାସରେ ରହିବାକୁ ପଡ଼ିବ। ଚଢ଼େଇ ଏପରି କହି କହି କାନ୍ଦୁଥିବା ସମୟରେ ହଠାତ୍ ସେଠାକୁ ଗୋଟିଏ ସୁନ୍ଦରୀ ଚଢ଼େଇ ଆସିଲା। ସେ ଚଢ଼େଇକୁ ଏପରି କାନ୍ଦୁଥିବାର ଦେଖି ତାକୁ କହିଲା, ଆରେ ଝିଅ, ତୁ କାନ୍ଦୁଛୁ କ'ଣ ପାଇଁ? କ'ଣ ହେଇଛି ତୋର? ମୋତେ କହ। ମୁଁ ହେଲି ସାହାଯ୍ୟକାରୀ ଚଢ଼େଇ। ମୁଁ ଏ ଜଙ୍ଗଲରେ ରୁହେ। ଯିଏ ବି କିଛି ବିପଦରେ ପଡ଼ି ମୋତେ ସାହାଯ୍ୟ ମାଗେ, ମୁଁ ତାକୁ ସାହାଯ୍ୟ କରେ। ଏ ରାସ୍ତା ଦେଇ ଯିବା ସମୟରେ ମୁଁ ତତେ କାନ୍ଦୁଥିବାର ଦେଖିଲି, ସେଥିପାଇଁ ମୁଁ ତୋ ପାଖକୁ ଚାଲି ଆସିଲି। ସୁନ୍ଦରୀ ଚଢ଼େଇ, ମୁଁ ତମକୁ ଆଉ କ'ଣ କହିବି? ଆଜି ମୋର ଗୋଟେ ବି ପରିବା ବିକ୍ରି ହେଲା ନାହିଁ। ମୁଁ ସକାଳୁ କିଛି ଖାଇନି। ପରିବା ଧରି ଏତେ ଚାଲିଛି ଯେ ମୋ ଗୋଡ଼ ବଥା କଲାଣି। ତୋ କଥାରୁ ମୁଁ ଜାଣିପାରିଲି ତୁ ବହୁତ କଷ୍ଟରେ ଅଛୁ। ତୁ ଜମା ବି ଚିନ୍ତା କରନି, ମୁଁ ତତେ ନିଶ୍ଚୟ ସାହାଯ୍ୟ କରିବି। ରହ, ମୁଁ ଦେଖୁଛି ମୁଁ କ'ଣ କରିପାରିବି। ଏମିତି କହି ସୁନ୍ଦରୀ ଚଢ଼େଇ ଆଖି ବନ୍ଦ କଲା। କିଛି ସମୟ ପରେ ସେ ଆଖି ଖୋଲି ଚଢ଼େଇକୁ କହିଲା, ଚଢ଼େଇ, ତୋ ଘର ବାହାରେ ଯେଉଁ କୂଅ ଅଛି
ମୋ ଶକ୍ତିରେ ସେ କୂଅ ପାଣିକୁ ସୁନାର ପାଣି କରିଦେଇଛି। ତୁ ସେ ପାଣି ଯେଉଁ ଜିନିଷ ଉପରେ ଢାଳିବୁ ସେ ଜିନିଷ ସୁନାର ହେଇଯିବ। ହେଲେ ହଁ, କେବେ ବି ବେଶୀ ଲୋଭ କରିବୁନି, ନହେଲେ ସବୁ ଓଲଟା ହେଇଯିବ। ତାପରେ ସେ ଚଢ଼େଇର ଗୋଡ଼ରେ ତା ଯାଦୁର ଲାଠିକୁ ରଖିଦେଲା, ଯାହାଦ୍ୱାରା ଚଢ଼େଇର ଗୋଡ଼ର ବଥା ଦୂର ହେଇଗଲା। ତାପରେ ସେ ସୁନ୍ଦର ଚଢ଼େଇ ସେଠାରୁ ଚାଲିଗଲା। ଚଢ଼େଇ ବି ନିଜ ପରିବା ଧରି ଘରକୁ ଫେରିଲା। ସେ ତା କୂଅ ପାଖକୁ ଗଲା ଆଉ ମନରେ ଚିନ୍ତା କଲା, ସେ ସୁନ୍ଦର ଚଢ଼େଇ କହୁଥିଲେ ମୁଁ ମୋ କୂଅର ପାଣି ଯେଉଁ ଜିନିଷରେ ଢାଳିବି ତାହା ସୁନା ହେଇଯିବ। ମୁଁ ଥରେ ପରୀକ୍ଷା କରିକି ଦେଖେ ଏକଥା ସତ କି ମିଛ। ଏମିତି ଚିନ୍ତା କରି ଚଢ଼େଇ କୂଅରୁ ପାଣି କାଢ଼ିଲା ଆଉ ତାପରେ ସେ ପରିବାରେ ଢାଳିଦେଲା। ସଙ୍ଗେ ସଙ୍ଗେ ତା ପରିବା ସୁନା ହେଇଗଲା। ଚଢ଼େଇ ଏସବୁ ଦେଖି ଆଶ୍ଚର୍ଯ୍ୟ ହେଇଗଲା। ଏ କ'ଣ, ମୋ କୂଅର ପାଣି ଢାଳିବା ସଙ୍ଗେ ସଙ୍ଗେ ମୋ ପରିବା ସୁନାର ହେଇଗଲା। ସୁନ୍ଦରୀ ଚଢ଼େଇ ଠିକ୍ କହୁଥିଲେ, ଏବେ ମୋର ସବୁ ଅଭାବ ଦୂର ହେଇଯିବ। ଏମିତି କହି ଚଢ଼େଇ ତା ସୁନା ପରିବା ଧରି ସୁନାର ଦୋକାନକୁ ଗଲା ଆଉ ସେ ସୁନା ବିକ୍ରି କରି ବହୁତ ଟଙ୍କା ପାଇଲା। ଧୀରେ ଧୀରେ ସେ ବହୁତ ଧନୀ ହେଇଗଲା। ନିଜ ଛୋଟ ଘର ଜାଗାରେ ଚଢ଼େଇ ଏକ ବଡ଼ ଆଉ ସୁନ୍ଦର ଘର ତିଆରି କଲା। ତା ଘର ପାଖରେ ଏକ କାଉ ରହୁଥିଲା। ସେ ଥିଲା ବହୁତ ଲୋଭୀ ଆଉ ସ୍ୱାର୍ଥପର। ହଠାତ୍ ଚଢ଼େଇର ଏପରି ଉନ୍ନତି ହେବା ଦେଖି ସେ ମନେ ମନେ ତାକୁ ଖୁବ୍ ଈର୍ଷା କଲା। ଏ ଚଢ଼େଇର ତ ବାପା ମା କେହି ନାହାନ୍ତି। ଓଳିଏ ଖାଇବା ପାଇଁ ସେ ଘର ଘର ବୁଲି ପରିବା ବିକ୍ରି କରୁଥିଲା। ହଠାତ୍ କ'ଣ ହେଲା ଯେ ସେ ଏତେ ଧନୀ ହେଇଗଲା? ତା ଉପରେ ନଜର ରଖିବାକୁ ପଡ଼ିବ, ତାହେଲେ ଜାଣିପାରିବି ସେ ଏତେ ଟଙ୍କା ପାଇଲା କୋଉଠୁ। ଏମିତି ଚିନ୍ତା କରି କାଉ ପ୍ରତ୍ୟେକ ଦିନ ଚଢ଼େଇ ଉପରେ ନଜର ରଖିଲା। ଦିନେ ସେ ଜାଣିଗଲା ଯେ ଚଢ଼େଇ ତା କୂଅ ପାଣିରେ ସବୁ ଜିନିଷକୁ ସୁନା କରୁଛି। ଆଚ୍ଛା, ଏ ଚଢ଼େଇ ତାହେଲେ ଏମିତି ଧନୀ ହେଉଛି। ମୋର ସେ ସୁନା କୂଅ ଦରକାର। ଏବେ ଯେମିତି ବି ହେଉ ମୁଁ ଚଢ଼େଇରୁ ତା ସୁନା କୂଅ ଛଡ଼େଇକି ନେଇ ଆସିବି। ତାପରେ କାଉ ଏକ ଉପାୟ ଚିନ୍ତା କଲା। ପରଦିନ ସକାଳେ ସେ ଚଢ଼େଇର ଘରକୁ ଗଲା ଆଉ ଜୋର ଜୋରରେ ପାଟି କଲା, ଏ ବଦମାସ ଚଢ଼େଇ, କୁଆଡ଼େ ଗଲୁ? ମୋ ଟଙ୍କା ଧାର ନେଇ ଆଉ ଫେରେଇବାକୁ ନା ଧରୁନୁ। ଶୀଘ୍ର ବାହାରକୁ ଆସ, ନହେଲେ ମୁଁ ପୋଲିସ ଡାକିବି। କାଉର ଏପରି କଥା ଶୁଣି ଚଢ଼େଇ ଘର ଭିତରୁ ବାହାରି ଆସିଲା। କାଉ ଅଙ୍କଲ, ତୁମେ କ'ଣ କହୁଛ? ମୁଁ କେତେବେଳେ ତମଠୁ ଧାର ନେଲି? ମିଛ କଥା କାହିଁକି କହୁଛ? ମୁଁ କାହିଁକି ମିଛ କହିବି? ତୁ ଯେତେବେଳେ ଛୋଟ ଥିଲୁ ତୋ ବାପା ମା ମୋଠୁ ବହୁତ ଟଙ୍କା ଧାର ନେଇଛନ୍ତି। ତୁ ଯେଉଁ ଜମିରେ କୂଅ ଆଉ ଘର କରିଛୁ ସେ ଜମି ମୋର। ଭଲରେ ମୋ ସବୁ ଜିନିଷ ମୋତେ ଫେରେଇ ଦେ, ନହେଲେ ମୁଁ ତତେ ମାରି ଏଇଠି ପୋତିଦେବି। କାଉର ଏପରି ଧମକ ଶୁଣି ଚଢ଼େଇ ଡରିଗଲା ଆଉ କିଛି ନ କହି ଚୁପଚାପ ସେଠୁ ଚାଲିଗଲା। ଚଢ଼େଇର ସବୁ କିଛି କାଉ ଛଡ଼େଇ ନେଇ ଯାଇଥିଲା। ଏମିତିକି ତା ପାଖରେ ଖାଇବା ପାଇଁ ବି କିଛି ନଥିଲା। ଚଢ଼େଇ ଗୋଟେ ଗଛ ମୂଳେ ବସି କାନ୍ଦିବାକୁ ଲାଗିଲା। ସେପଟେ କାଉ ମନରେ ଚିନ୍ତା କଲା, ଆରେ ବାଃ, ସେ ଚଢ଼େଇକୁ ମୁଁ ବୋକା ବନେଇ ତାର ସବୁ କିଛି ନେଇ ଆସିଲି। ହେଲେ ବେଶୀ ଦିନ ମୁଁ ଏଠି ରହିପାରିବିନି। ଜଙ୍ଗଲର ଅନ୍ୟ ଚଢ଼େଇମାନେ ସତ କଥା ଜାଣିଛନ୍ତି। ଏ ଜମି ମୋର ନୁହଁ। ସେମାନେ ଚଢ଼େଇକୁ ସତ କଥା କହିଦେଲେ ମୁଁ ଧରା ପଡ଼ିଯିବି। ତା ପୂର୍ବରୁ ମୁଁ ମୋର ସବୁ କିଛି ସୁନା କରି ଏ ଜଙ୍ଗଲ ଛାଡ଼ି ଚାଲିଯିବି। ତାପରେ କାଉ ଯାହା ପାଇଲା ତାହା ଆଣି ସେଥିରେ କୂଅର ପାଣି ଢାଳିଲା। ସଙ୍ଗେ ସଙ୍ଗେ ସେ ସବୁ ସୁନା ପାଲଟିଗଲା। ଏମିତି ଦେଖି ତ କାଉର ଖୁସି କହିଲେ ନ ସରେ। ବାଃ, ଏ କୂଅର ପାଣିରେ ତ ଚମତ୍କାର ଶକ୍ତି ଅଛି। ଏ କୂଅର ପାଣି ଦ୍ୱାରା ମୁଁ ଗୋଟେ ସୁନାର ସହର ତିଆରି କରିପାରିବି। ସେମିତି ହେଲେ ତ ବହୁତ ମଜା ହେବ। ଆଚ୍ଛା, ମୁଁ ଯଦି ଏ କୂଅ ପାଣିରେ ଗାଧେଇବି ମୁଁ ବି ତ ସୁନାର ହେଇଯିବି। ସମସ୍ତେ ମୋତେ ଦେଖିଲେ ଡରି ମୋର ସେବା କରିବେ ଆଉ ମୋର ସବୁ କଥା ମାନିବେ। ହା ହା ହା। ଚାଲ ମୁଁ ଶୀଘ୍ର ଏ କୂଅ ପାଣିରେ ଗୋଟେ ବୁଡ଼ ମାରିଦିଏ। ଏମିତି ଚିନ୍ତା କରି କାଉ କୂଅ ପାଣିରେ ଡେଇଁ ପଡ଼ିଲା। ତାପରେ ସେ ଉଡ଼ି ବାହାରକୁ ଚାଲି ଆସିଲା। ସଙ୍ଗେ ସଙ୍ଗେ ତା ଦେହ ସୁନାର ହେଇଗଲା। କାଉ ଭୀଷଣ ଖୁସି ହେଇଗଲା। ବାଃ, ମୋ ଦେହ ତ ସୁନାର ହେଇଗଲା। ମୁଁ କେତେ ସୁନ୍ଦର ଦେଖାଯାଉଛି। ମୋ ଦେହ ଖାଲି ଚକଚକ କରୁଛି। ହେଲେ ଏ କ'ଣ, ମୁଁ ତ ଟିକେ ବି ହଲି ପାରୁନି। ତା ମାନେ ମୁଁ କ'ଣ ମୂର୍ତ୍ତି ପାଲଟି ଗଲି? ମୁଁ ମୋ ଡେଣାକୁ ବି ହଲେଇ ପାରୁନି। ମୁଁ ଯଦି ସବୁଦିନ ପାଇଁ ଏମିତି ମୂର୍ତ୍ତି ହେଇ ରହିବି, ଏତେ ସୁନା ପାଇ ମୁଁ କ'ଣ କରିବି? ଏ କ'ଣ ସର୍ବନାଶ ହେଇଗଲା? ଏବେ ମୁଁ କ'ଣ କରିବି?
କାଉ ଏପରି ଚିତ୍କାର କରୁଥିବା ସମୟରେ ସୁନ୍ଦରୀ ଚଢ଼େଇ ସେଠାକୁ ଆସିଲା ଆଉ କହିଲା, ତୋ ସହ ଯାହା ହେଇଛି ଠିକ୍ ହେଇଛି। ସୁନା ପାଇଁ ତୋର ଭାରି ଲୋଭ ନା? ଆଉ ଥରେ ତତେ କୂଅ ପାଣିରେ ପକେଇଦେବି କି? ଏଥର ତ କଥା କହିପାରୁଛୁ, ସେତେବେଳେ ଆଉ କଥା ବି କହିପାରିବୁନି। ଅନ୍ୟର ଜିନିଷ ଛଡ଼େଇ ନେବାର ଶାସ୍ତି ପା। ମୋର ଭୁଲ ହେଇଯାଇଛି ସୁନ୍ଦର ଚଢ଼େଇ, ମୋତେ କ୍ଷମା କରିଦିଅ। ମୁଁ ଚଢ଼େଇକୁ ତାର ସବୁ ସମ୍ପତ୍ତି ଫେରେଇ ଦେବି। ଆଉ କେବେ ବି ଅନ୍ୟର ଜିନିଷ ଉପରେ ଲୋଭ କରିବିନି। ମୋ ଉପରେ ଟିକେ ଦୟା କର, ମୋତେ ସୁନାରୁ ମୁକ୍ତ କରିଦିଅ। ମୁଁ ସତ କହୁଛି, ମୁଁ ଆଉ କେବେ ବି ଏଭଳି ଭୁଲ କରିବିନି। ଠିକ୍ ଅଛି, ତୁ ଯଦି ତୋ ଭୁଲ ବୁଝିପାରିଲୁ, ମୁଁ ତତେ ପୂର୍ବ ଭଳି କରିଦେବି। ତୁ ଆଉ କେବେ ବି ଲୋଭ କରିବୁନି, ଅନ୍ୟର ଜିନିଷ ଛଡ଼େଇ ନେବୁନି, ଚଢ଼େଇକୁ ତାର ସବୁ କିଛି ଫେରେଇ ଦେବୁ। କାଉ ତା କଥାରେ ରାଜି ହେଇଗଲା। ସୁନ୍ଦର ଚଢ଼େଇ କାଉକୁ ତା ପୂର୍ବ ରୂପ ଫେରେଇ ଦେଲା। କାଉ ତୁରନ୍ତ ଚଢ଼େଇକୁ ଖୋଜିବା ପାଇଁ ଚାଲିଗଲା। ସେ ଚଢ଼େଇକୁ ଖୋଜି ତା ପାଖରେ ସବୁ କଥା ଜଣେଇଲା ଆଉ ତାକୁ କ୍ଷମା ମାଗିଲା। କାଉ ସବୁଦିନ ପାଇଁ ସେ ଜଙ୍ଗଲ ଛାଡ଼ି ଚାଲିଗଲା। ଏମିତି ପୁଣି ଚଢ଼େଇ ତାର ସବୁ କିଛି ଫେରି ପାଇ ଖୁସିରେ ରହିଲା। ଶୁଣ ରାଜୁ, ଆଜି ମତେ ଭଲ ଲାଗୁନି। ମୁଁ ଆଜି କାମକୁ ଯାଇପାରିବିନି। ଘରେ ଆଉ ସଉଦା ବି ନାହିଁ। ମୁଁ ସବୁଦିନ କାମରୁ ଫେରିଲା ବେଳେ ସଉଦା ଆଣେ। ତୁମେ ଆଉ କେତେ ଦିନ ଘରେ ବସିବ କହିଲ? ଆଜି ଦିନଟା ତୁମେ କାମକୁ ଯାଅ, ନହେଲେ ଆମ ଛୋଟ ଝିଅଟି ଉପାସରେ ରହିବ। ନା ନା, ମୁଁ କାମକୁ ଯାଇପାରିବିନି। ମୁଁ ମିଟୁ ସହ ବାଜିରେ 5,000 ଟଙ୍କା ହାରି ଯାଇଛି। ମୋତେ ଏବେ ହିଁ ଟଙ୍କା ଦେ, ନହେଲେ ମୁଁ ପିଟି ପିଟି ତତେ ଘରୁ ବାହାର କରିଦେବି। ତୁମେ ଏସବୁ କ'ଣ କହୁଛ? ଏବେ ମୁଁ ଏତେ ଗୁଡ଼େ ଟଙ୍କା କୋଉଠୁ ଆଣିବି? ତୁମେ କ'ଣ କେବେ ଭଲ ହେବନି? ନିଜ କଥା ନହେଲେ ନାହିଁ, ନିଜ ଛୁଆଟି କଥା ତ ଚିନ୍ତା କର। କ'ଣ ହେଲା, ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ଏବେ ତ କଥା କହିବା ଛଡ଼ଉଛି। ଏମିତି କହି ରାଜୁ ରିନୁକୁ ଅନେକ ପିଟିଲା। ରିନୁ କାନ୍ଦୁଥିଲା। କିଛି ସମୟ ପରେ ରାତି ହେଇଗଲା। ରିନୁ ଆଉ ତାର ଝିଅ ଶୋଇଥିଲେ। ସେତେବେଳେ ରାଜୁ ତା ସ୍ତ୍ରୀର ସୁନା ହାର ଚୋରି କରି ନେଇ ମିଟୁକୁ ଦେଲା। ମା, ଭୋକରେ ମୁଁ ଜମା ବି ଶୋଇପାରୁନି। ମତେ ଶୀଘ୍ର କିଛି ଖାଇବାକୁ ଦିଅ, ନହେଲେ ମୁଁ ଭୋକରେ ମରିଯିବି। ମାରେ, ଜମା କାନ୍ଦିନି। ମୋ ପାଖରେ ଗୋଟେ ସୁନାହାର ଅଛି। ମୁଁ ସେ ସୁନାହାର ବିକି ଏବେ ତୋ ପାଇଁ ଖାଇବା ଆଣି ଦଉଛି। ତାପରେ ଚଢ଼େଇ ତା ଆଲମିରା ଖୋଲି ନିଜ ସୁନାହାର ଖୋଜିଲା, ହେଲେ ପାଇଲାନି। ମୁଁ ଏଇ ଆଲମିରାରେ ମୋ ମା ଦେଇଥିବା ସୁନାହାର ରଖିଥିଲି। ଏତେ ଖୋଜିଲା ପରେ ବି ମୁଁ ପାଉନି କ'ଣ ପାଇଁ? ତା ମାନେ ରାଜୁ ହିଁ ମୋ ସୁନାହାର ଚୋରି କରି ନେଇ ଯାଇଛନ୍ତି। ଭାବିଥିଲି ସକାଳେ ମୁଁ ସୁନାହାର ବିକ୍ରି କରି କିଛି ଖାଇବା ଆଉ ମୋ ପାଇଁ ଔଷଧ ଆଣିଥାନ୍ତି। ମାରେ, ତୋ ବାପା ଆଉ କେବେ ବଦଳିବେନି। ଆମେ ଏଠି ଆଉ ରହିବାନି। ଆଜି ହିଁ ମୋ ମା ପାଖକୁ ଚାଲିଯିବା। ଚଢ଼େଇ ସେଇ ରାତିରେ ହିଁ ନିଜ ଝିଅକୁ ଧରି ତା ମା ପାଖକୁ ଚାଲିଗଲା ଆଉ ତାର ମାକୁ ସବୁ ଘଟଣା କହିଲା। ଏତେ ରାସ୍ତା ଆସିବା ଯୋଗୁଁ ସେ ପୁଣି ଅସୁସ୍ଥ ହେଇଗଲା। ଏମିତି ଦେଖି ତାର ମା ଔଷଧ ଆଣି ତାକୁ ଦେଲା। ଔଷଧ ଖାଇଲା ପରେ ରିନୁ ସୁସ୍ଥ ହେଲା। ମା, ମୁଁ ଏବେ ସୁସ୍ଥ। ମୁଁ ଆଉ କେବେ ମୋ ସ୍ୱାମୀଙ୍କ ପାଖକୁ ଫେରିବିନି କି ଏଠି ରହି ତୁମ ଉପରେ ବୋଝ ହେଇ ପାରିବିନି। ମୁଁ ଏବେ କାମକୁ ଯିବି। ଆରେ ମା, ଝିଅ କ'ଣ କେବେ ମା ଉପରେ ବୋଝ ହେଇଥାଏ? ତୁ ଏବେ ପୁରାପୁରି ସୁସ୍ଥ ହେଇନୁ। ଆଉ କିଛି ଦିନ ଆରାମ କର, ତାପରେ କାମକୁ ଯିବୁ। ନାଇଁ ମା, ଘରେ ରହିଲେ ମୋ ମନ ଭଲ ଲାଗିବନି। ତୁମେ କୁନିକୁ ଦେଖୁଥାଅ, ମୁଁ କାମରୁ ଶୀଘ୍ର ଫେରିବାକୁ ଚେଷ୍ଟା କରିବି। ଏମିତି କହି ମା ଚଢ଼େଇ କାମକୁ ଚାଲିଗଲା। କିଛି ସମୟ ପରେ, ଆଈ, ମୁଁ କିଛି ସମୟ ପାଇଁ ବାହାରକୁ ଯାଉଛି, ଶୀଘ୍ର ଘରକୁ ଫେରି ଆସିବି। ଆରେ କୁନି, ତୋ ମା ପରା ଏବେ କହିକି ଗଲା ତତେ ଏକୁଟିଆ ବାହାରକୁ ନ ଛାଡ଼ିବା ପାଇଁ। ତୁ ଯଦି ଦୂରକୁ ଚାଲିଯିବୁ, ମୁଁ ତତେ କେମିତି ଖୋଜିବି କହିଲୁ? ଚିନ୍ତା କରନି ଆଈ, ମୋର କିଛି ବି ହେବନି। ମୁଁ ଏଠାକାର ପିଲାମାନଙ୍କୁ ଜାଣିଛି। ମୁଁ ଯେବେ ବି ତୁମ ଘରକୁ ଆସେ ତାଙ୍କ ସହ ଖେଳେ। ଖେଳିବା ନହେଲେ ନାହିଁ, ମୁଁ ମୋ ସାଙ୍ଗମାନଙ୍କ ସହ ଥରେ ଦେଖା କରି ଆସେ। କୁନିର ଏପରି କଥା ଶୁଣି ତାର ଆଈ ତାକୁ ଆଉ କିଛି ବି କହିଲାନି। କୁନି ତାର ସାଙ୍ଗମାନଙ୍କ ପାଖକୁ ଗଲା। ସେ ତା ସାଙ୍ଗମାନଙ୍କ ସହ ଦେଖା କରି ଘରକୁ ଫେରୁଥିଲା। ସେତେବେଳେ ତାର ନଜର ଗୋଟିଏ ବେଙ୍ଗ ଉପରେ ପଡ଼ିଲା। ସେ ବେଙ୍ଗକୁ ଗୋଟିଏ ସାପ ଖାଇବା ପାଇଁ ଚେଷ୍ଟା କରୁଥିଲା। ଏମିତି ଦେଖି କୁନି ସେ ସାପ ଉପରକୁ ଟେକା ଫିଙ୍ଗିଲା ଆଉ ତାକୁ ମାରିଦେଲା। ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜିଠୁ ତୁମେ ମୋ ସାଙ୍ଗ। ତୁମେ ମୋ ଜୀବନ ବଞ୍ଚେଇଛ। କୁହ, ତୁମକୁ କ'ଣ ଦରକାର? ତୁମେ
ଯାହା କହିବ ମୁଁ ତୁମକୁ ସବୁ ଦେବି। ନା ନା ସାଙ୍ଗ, ମତେ କିଛି ବି ଦରକାର ନାହିଁ। ମା ମତେ ସବୁବେଳେ କୁହନ୍ତି କେହି ବିପଦରେ ପଡ଼ିଲେ ତାକୁ ସାହାଯ୍ୟ କରିବା ପାଇଁ, ତା ବଦଳରେ ତାକୁ କିଛି ମାଗିବା ଠିକ ନୁହଁ। ଚଢ଼େଇ ଛୁଆ ଯେମିତି ଏକଥା କହିଲା, ବେଙ୍ଗଟି ଗୋଟେ ସୁନ୍ଦର ପରୀରେ ବଦଳିଗଲା। ଆଉ ତା ପାଖକୁ ପରୀ ମା ବି ଆସିଲା। ଚଢ଼େଇ ଛୁଆ, ତତେ ବହୁତ ବହୁତ ଧନ୍ୟବାଦ। ଆଜି ତୋ ପାଇଁ ମୋ ଛୋଟ ଝିଅ ତା ଅଭିଶାପରୁ ମୁକ୍ତ ହେଇପାରିଲା। ମାନେ ତୁମେ କ'ଣ କହୁଛ? ମୁଁ କିଛି ବୁଝିପାରୁନି। ମୁଁ ବହୁତ ଅହଙ୍କାରୀ ପରିଥିଲି। ମୁଁ କାହାକୁ ବି ସମ୍ମାନ କରୁନଥିଲି, ଯୋଉଥିପାଇଁ ଜଣେ ସାଧୁ ବାବା ମତେ ଅଭିଶାପ ଦେଇଥିଲେ। ତାଙ୍କ ଅଭିଶାପ ଯୋଗୁଁ ମୋ ଝିଅ ବେଙ୍ଗ ପାଲଟିଗଲା। ସେ କହିଥିଲେ ଯିଏ ବି ନିଃସ୍ୱାର୍ଥପର ଭାବେ ମୋ ଝିଅକୁ ସାହାଯ୍ୟ କରିବ, ମୋ ଝିଅ ଏ ଅଭିଶାପରୁ ମୁକ୍ତ ହେବ। ଏଇ ଜଙ୍ଗଲରେ ମୋ ଝିଅ ଅନେକ ଦିନରୁ ରହିଲାଣି। ଏତେ ଦିନ ପରେ ଯାଇ ତୁ ଆଜି ତାକୁ ତା ଅଭିଶାପରୁ ମୁକ୍ତ କଲୁ। ଓ ଆଚ୍ଛା, ତାହେଲେ ତ ବହୁତ ଭଲ ହେଲା ପରୀ। ମୁଁ ଏବେ ଘରକୁ ଯାଏ। ଶୀଘ୍ର ଯଦି ଘରକୁ ନ ଫେରିବି ମୋ ମା ମୋ ପାଇଁ ବ୍ୟସ୍ତ ହେବେ। ଆରେ ଚଢ଼େଇ ଛୁଆ, ଟିକେ ରହ। ତୁ ମୋର ଆଜି ଏତେ ବଡ଼ ଉପକାର କଲୁ, ମୁଁ ତତେ କିଛି ଉପହାର ଦେବି। ଏଇଟା କ'ଣ ପରୀ? ଏଇଟା ଗୋଟେ ଓଭେନ୍। ଏ ଓଭେନ୍ ଯାଦୁର। ତୁ ପ୍ରତିଦିନ এই ଓଭେନ୍ରୁ ଅନେକ କେକ୍ ପାଇବୁ। ମୁଁ ଜାଣେ ତୋ ମା ଅନେକ କଷ୍ଟ କରି ଘର ଚଳଉଛି। ଏଇ ଯାଦୁର ଓଭେନ୍ ଦ୍ୱାରା ତୋ ମା କେକ୍ ବିକ୍ରି କରିପାରିବ, ଆଉ ତମମାନଙ୍କର କିଛି ବି ଅସୁବିଧା ରହିବନି। ମୋ ମାଙ୍କୁ ଏତେ ପରିଶ୍ରମ କରିବାର ଦେଖିଲେ ମତେ ବି ଭାରି କଷ୍ଟ ହୁଏ ପରୀ। ତୁମକୁ ଅନେକ ଅନେକ ଧନ୍ୟବାଦ। ଏବେ ମୋ ମା ଆଉ କଷ୍ଟ ପାଇବେନି। ତାପରେ ଚଢ଼େଇ ଛୁଆ ଯାଦୁର ଓଭେନ୍କୁ ନେଇ ଘରକୁ ଗଲା, ଆଉ ତାର ମାକୁ ସବୁ ଘଟଣା କହିଲା। ସଙ୍ଗେ ସଙ୍ଗେ ଓଭେନ୍ରୁ କିଛି କେକ୍ ବାହାରିଲା। ମା ଛୁଆ ମିଶି କେକ୍ ଖାଇଲେ। ତାଙ୍କୁ ସେ କେକ୍ ଭାରି ଭଲ ଲାଗିଲା। ଆରେ ବା, ଏଇ କେକ୍ ତ ଭାରି ସ୍ୱାଦିଷ୍ଟ। ମାରି, ମୁଁ କାଲିଠୁ କେକ୍ ଧରି ବଜାରକୁ ଯିବି ଆଉ ବିକ୍ରି କରିବି। ତା ଆଗରୁ ଯାଇ ଆମ ପାଖ ପଡୋଶୀ ମାନଙ୍କୁ କିଛି କେକ୍ ଦେଇ ଆସେ। ଏମିତି ଚଢ଼େଇ ତା ପାଖ ପଡୋଶୀ ମାନଙ୍କ ଘରକୁ ଯାଇ ତାଙ୍କୁ କେକ୍ ଦେଲା। ଚଢ଼େଇର ଘର ପାଖରେ କାଉ ରହୁଥିଲା। ଚଢ଼େଇ କାଉକୁ ବି କେକ୍ ଦେଲା। କାଉ ତାକୁ କେକ୍ ବିଷୟରେ ପଚାରିବାରୁ ଚଢ଼େଇ କାଉକୁ ସବୁ ଘଟଣା କହି ଘରକୁ ଗଲା। ଆରେ ଆରେ, ଆମ ଜଙ୍ଗଲରେ ଏମିତି ଗୋଟେ ଯାଦୁର ବେଙ୍ଗ ଥିଲା। ମୁଁ ତ ଏକଥା ଜମା ବି ଜାଣିନଥିଲି। ଆଗରୁ ଯଦି ଜାଣିଥାନ୍ତି, ସେ ବେଙ୍ଗକୁ ସାହାଯ୍ୟ କରି ଏମିତି ଗୋଟେ ଯାଦୁର ଓଭେନ୍ ପାଇଥାନ୍ତି, ଆଉ ସବୁଦିନ କେକ୍ ଖାଇ ପାରିଥାନ୍ତି। ଯାହା ହେବାର ତ ହେଇଗଲା। ଏବେ ବି ଡେରି ହେଇନି। ଆଜି ରାତି ହେଉ, ମୁଁ ଚଢ଼େଇଠୁ ସେ ଯାଦୁର ଓଭେନ୍ ଚୋରି କରି ନେଇ ଆସିବି। ଏମିତି କାଉ ଯୋଜନା ବନେଇଲା। ରାତିରେ କାଉ ଚଢ଼େଇ ଘରୁ ଯାଦୁର ଓଭେନ୍ ଚୋରି କରିବାକୁ ଗଲା। ସେ ଯେମିତି ଯାଦୁର ଓଭେନ୍କୁ ଛୁଇଁଲା, କାଉ ଗୋଟେ କେକ୍ ପାଲଟି ଗଲା। ଏକଥା କେହି ବି ଜାଣିପାରିଲେନି। ପରଦିନ ସକାଳେ କାଉର ସ୍ତ୍ରୀ ଚଢ଼େଇ ଘରକୁ ଗଲା। ଆରେ ଚଢ଼େଇ, ମୋ ସ୍ୱାମୀ ତ ଘରକୁ ଆସିଛନ୍ତି କି? ସକାଳୁ ମୁଁ ତାଙ୍କୁ କେତେ ଖୋଜୁଛି, ହେଲେ ପାଉନି। ନା ନା କାଉ ଭଉଣୀ, କାଉ ଭାଇ ତ ଏଠାକୁ ଆସିନାହାନ୍ତି। ସେ ଯୁଆଡେ ଯାଇଛନ୍ତି ଯାଇଥାନ୍ତୁ, ଭୋକ ଲାଗିଲେ ଆପେ ହିଁ ଘରକୁ ଫେରିବେ। ଆରେ ଚଢ଼େଇ, ମତେ ଆଜି କେକ୍ ଖାଇବାକୁ ଭାରି ଇଚ୍ଛା ହଉଛି। ମତେ ଗୋଟେ କେକ୍ ଦେଲୁ। ଚଢ଼େଇ କେକ୍ ଆଣିବା ପାଇଁ ଯାଦୁର ଓଭେନ୍ ପାଖକୁ ଗଲା। ସେତେବେଳେ ସେ ଦେଖିଲା ଓଭେନ୍ ପାଖରେ ଗୋଟେ କେକ୍ ଅଛି। ଆରେ, ମୁଁ ତ ଏଯାଏଁ ଯାଦୁର ଓଭେନ୍କୁ କେକ୍ ମାଗିନି। ତାହେଲେ କେକ୍ କେମିତି ଏଠାକୁ ଆସିଲା? ନିଶ୍ଚୟ କୁନି ମାଗିଥିବ। ଯାଇ କାଉ ଭଉଣୀକୁ ଏ କେକ୍ ଦେଇଦିଏ। ତାପରେ ଚଢ଼େଇ କାଉର ସ୍ତ୍ରୀକୁ ସେଇ କେକ୍ ଆଣିକି ଦେଲା। କାଉ ସ୍ତ୍ରୀ ସେ କେକ୍ ନେଇ ଘରକୁ ଗଲା। ବାଃ, ଏଇ କେକ୍ ଟା କେତେ ସୁନ୍ଦର ଦେଖାଯାଉଛି। ମତେ ତ ଏବେ ହିଁ କେକ୍ ଖାଇବାକୁ ଇଚ୍ଛା ହଉଛି। ଆଉ ଡେରି କରିନି, ଶୀଘ୍ର ଶୀଘ୍ର ଏ କେକ୍ କୁ ଖାଇଦିଏ। ଆରେ ରହିଯା, ମତେ ଖାନି। ମୁଁ ତ ସ୍ୱାମୀ ଏ କେକ୍ ଭିତରେ ଅଛି, ମତେ ଟିକେ ଦେଖେ। କାଉ ଯେତେ ଚିତ୍କାର କଲେ ବି ତା ସ୍ତ୍ରୀ ତାର କିଛି କଥା ଶୁଣି ପାରିଲାନି, ଆଉ ସେ କେକ୍ କୁ ଖାଇଦେଲା। ଆରେ କାଉ, ରହ ରହ, ଏତେ ତରତର ହେଇ ତୁ କୁଆଡେ ଯାଉଛୁ? ଆରେ ଚଢ଼େଇ, ତୁ ତ ଜାଣିଛୁ ଆମ ଜଙ୍ଗଲରେ ଆଉ ବେଶୀ ଖାଇବା ମିଳୁନି। ମୁଁ ସେଥିପାଇଁ ପାହାଡ଼ ଉପରକୁ ଯାଉଛି। ମୁଁ ଶୁଣିଛି ସେଇଠି ଗୋଟେ ବଡ଼ ସେଓ ଗଛ ଅଛି। ମୁଁ ସେ ସେଓ ଗଛ ପାଖକୁ ଯାଉଛି। ସେଠାରୁ କିଛି ସେଓ ଆଣି ଖାଇବି। ହେ ଭଗବାନ, କାଉ ତୁ ଏସବୁ କ'ଣ କହୁଛୁ? ମୁଁ ତ ଶୁଣିଥିଲି ସେ ସେଓ ଗଛକୁ ଗୋଟେ ଶିଆଳ ଜଗିଛି। ତୁ ସେଠାକୁ ଯାନି।
ନହେଲେ ଶିଆଳ ତତେ ଖାଇଦେବ। ଆରେ ଚଢ଼େଇ, ମୁଁ ନିଜ ଆଖିରେ ନ ଦେଖିଲା ଯାଏଁ କୌଣସି ଗୁଜବକୁ ବିଶ୍ୱାସ କରେନି। ତୁ ଏଇଠି ବସିଥା, ଦେଖ ମୁଁ ସେ ସେଓ ଗଛରୁ କେମିତି ସେଓ ନେଇକି ଫେରୁଛି। ଏମିତି କହି କାଉ ଝୁଡ଼ି ଧରି ପାହାଡ଼ ଉପରକୁ ଗଲା। କିଛି ସମୟ ପରେ ସେ ସେଓ ଗଛ ପାଖରେ ପହଞ୍ଚିଲା। ଆରେ ବା, ଏ ଗଛରେ ତ କେତେ ସେଓ ଫଳିଛି। ଏବେ ମୁଁ ପେଟ ପୁରା ସେଓ ଖାଇବି। ଆଉ କିଛି ସେଓ ଘରକୁ ନେଇଯିବି। କିଛି ଦିନ ମୋତେ ଆଉ ଖାଇବା ଖୋଜିବାକୁ ପଡ଼ିବନି। କାଉ ଏମିତି କହି କହି ଖୁସି ହେଉଥିବା ସମୟରେ ହଠାତ୍ ଏକ ଶିଆଳ ସେଠାକୁ ଚାଲି ଆସିଲା। ଏ କିଏ ରେ ତୁ? ମୋ ସେଓ ଗଛ ପାଖକୁ କାହିଁକି ଆସିଛୁ? କେବେ ବି ଏଠାକୁ ଚଢ଼େଇମାନେ ଆସନ୍ତିନି। କେତେ ଦିନ ହେଇଗଲାଣି ମୁଁ ଚଢ଼େଇ ମାଂସ ଖାଇନି। ଆଜି ମୁଁ ତତେ ମଜା କରି ଖାଇବି। ଆରେ ଆରେ, ଚଢ଼େଇ ତ ସତ କହୁଥିଲା। ଏ ସେଓ ଗଛକୁ ଏକ ଶିଆଳ ଜଗିଛି। ଏବେ ମୁଁ ଏ ଶିଆଳ ପାଖରୁ କେମିତି ରକ୍ଷା ପାଇବି? ଶୀଘ୍ର କିଛି ଉପାୟ ଚିନ୍ତା କରେ। ଆରେ ହଁ, ମୋତେ ଏକ ଉପାୟ ମିଳିଲା। ଶିଆଳ ଆଜ୍ଞା, ମୁଁ ଏଠାକୁ ସେଓ ନେବାକୁ ଆସିନି। ମୁଁ ତୁମ ସହ ସାଙ୍ଗ ହେବାକୁ ଆସିଛି। ତୁମେ ଯଦି ମୋ ସହ ସାଙ୍ଗ ହେବ, ତୁମେ ପ୍ରତ୍ୟେକ ଦିନ ଚଢ଼େଇଙ୍କୁ ଖାଇପାରିବ, ବୁଝିଲ? ତୋ ସହ ସାଙ୍ଗ ହେଲେ ମୁଁ ଚଢ଼େଇ ଖାଇପାରିବି। ହେଲେ କେମିତି? ମୋ କଥା ମନ ଦେଇ ଶୁଣ। ମୋତେ ଏ ଗଛରୁ ସେଓ ନେଇ ଯିବାକୁ ଦିଅ। ଚଢ଼େଇମାନେ ତୁମ ଭୟରେ ଏଠାକୁ ଆସୁନାହାନ୍ତି। ମୁଁ ସେଓ ନେଇ ତାଙ୍କ ପାଖକୁ ଯିବି। ସେଓ ଦେଖେଇ ମୁଁ ଚଢ଼େଇମାନଙ୍କୁ କହିବି ଏଠାରେ କିଛି ବି ଭୟ ନାହିଁ। ମୋ କଥାକୁ ବିଶ୍ୱାସ କରି ଚଢ଼େଇମାନେ ସେଓ ଖାଇବା ପାଇଁ ଏଠାକୁ ଆସିବେ। ସେତେବେଳେ ତୁମେ ଚଢ଼େଇମାନଙ୍କୁ ଧରି ଧରି ଖାଇବ। ଆରେ ବାଃ କାଉ, ତୋ ବୁଦ୍ଧି ତ ବହୁତ ଭଲ। ତୋ ବଦଳରେ ଯଦି ମୁଁ ଅନେକ ଚଢ଼େଇଙ୍କୁ ଖାଇପାରିବି, ତାହେଲେ ମୁଁ ତତେ ଛାଡ଼ିଦେବି। ତୁ ତ କଥା ରଖିବୁ, ନହେଲେ ମୁଁ ତତେ ଛାଡ଼ିବିନି। କାଉ ଏକଥାରେ ରାଜି ହେଇଗଲା। ଆଉ ଖୁସି ମନରେ କିଛି ସେଓ ତୋଳି ସେଠାରୁ ଚାଲିଗଲା। କାଉ ଆଉ ଶିଆଳର ସବୁ କଥା ସେଓ ଗଛ ବି ଶୁଣୁଥିଲା। ସେ ମନରେ ଚିନ୍ତା କଲା, ମୁଁ କଣ ଶୁଣିଲି? ଏଇ ଦୁଷ୍ଟ କାଉ ଚଢ଼େଇମାନଙ୍କ ଜୀବନ ବଦଳରେ ମୋ ପାଖରୁ ସେଓ ନେଇକି ଯାଉଛି। ମୁଁ କେବେ ବି ଏମିତି ହେବାକୁ ଦେବିନି। ଦୁଷ୍ଟ ଶିଆଳ ତାଙ୍କର କିଛି କ୍ଷତି କରିବା ପୂର୍ବରୁ ମୁଁ ଚଢ଼େଇମାନଙ୍କୁ ସବୁ କଥା କହିଦେବି ଆଉ ତାଙ୍କ ଜୀବନ ରକ୍ଷା କରିବି। ସେପଟେ କାଉ ସେଓ ଧରି ନିଜ ଜଙ୍ଗଲକୁ ଆସିଲା। ସେ ଦେଖିଲା ଏକ ଗଛ ଡାଳରେ କିଛି ଚଢ଼େଇ ବସିଛନ୍ତି। ସେ ତାଙ୍କ ପାଖକୁ ଗଲା। ଆରେ ଚଢ଼େଇ, ଦେଖ ଦେଖ, ମୁଁ ପାହାଡ଼ ଉପରେ ଥିବା ଗଛରୁ ସେଓ ତୋଳିକି ଆଣିଛି। କାହିଁ, ମୁଁ ସେଠି ତ କୋଉ ଶିଆଳକୁ ଦେଖିନି। ଯଦି ସେଓ ଖାଇବାକୁ ଇଚ୍ଛା, ତେବେ ଯା ସେ ଗଛ ପାଖକୁ। ମନ ଭରି ମିଠା ସେଓ ଖାଇପାରିବୁ। ଏମିତି କହି କାଉ ସେଠାରୁ ଚାଲିଗଲା। ଚଢ଼େଇମାନେ ନିଜ ଭିତରେ କଥା ହେଲେ, ଆରେ ସମସ୍ତେ ଦେଖିଲ, କାଉ ସେ ସେଓ ଗଛରୁ ସେଓ ନେଇକି ଫେରିଛି। ବୋଧହୁଏ ଶିଆଳ ସେ ଜାଗାରେ ଆଉ ନାହିଁ। ଚାଲ ଆମେ ସମସ୍ତେ ବି ସେଠାକୁ ଯାଇ ସେଓ ଖାଇକି ଆସିବା। ହଁ ହଁ ଚଢ଼େଇ, ତୁ ଏକଦମ ଠିକ କଥା କହିଛୁ। ଆଜି ତ ସନ୍ଧ୍ୟା ହେଇଗଲାଣି। ସକାଳ ହେଉ ଆମେ ସମସ୍ତେ ସେଓ ଗଛ ପାଖକୁ ଯିବା ଆଉ ମନ ଭରି ସେଓ ଖାଇବା। ଏମିତି କଥା ହେଇ ଚଢ଼େଇମାନେ ନିଜ ନିଜ ଘରକୁ ଫେରିଗଲେ। ସକାଳ ହେବା ପରେ ସବୁ ଚଢ଼େଇ ମିଶି ସେଓ ଗଛ ପାଖକୁ ଗଲେ। ଚଢ଼େଇମାନଙ୍କୁ ନିଜ ପାଖରେ ଦେଖି ସେଓ ଗଛଟି କହିଲା, ତମେ ମାନେ ଏଠାକୁ କାହିଁକି ଆସିଛ? ନିଶ୍ଚୟ ସେ ଦୁଷ୍ଟ କାଉର କଥାରେ ପଡ଼ି ଏଠାକୁ ଆସିଛ ନା? ସେ ଦୁଷ୍ଟ କାଉ ତା ନିଜ ଜୀବନ ବଦଳରେ ତମମାନଙ୍କ ଜୀବନ ଶିଆଳ ପାଖରେ ବନ୍ଧା ରଖିଛି। ଶିଆଳ କେତେବେଳେ ବି ଆସିପାରେ। ଶୀଘ୍ର ଏ ଜାଗା ଛାଡ଼ି ଚାଲିଯାଅ। ଆରେ ଏ ସେଓ ଗଛ ଏମିତି ଓଲଟା ପାଲଟା କଥା କାହିଁକି କହୁଛି? କାଉ ଆମର ଜାତି ଭାଇ। ସେ ଆମ ସହ ଏମିତି କେବେ ବି କରିବନି। ଆଉ ରହିଲା ଶିଆଳ କଥା, କାହିଁ ମୁଁ ତ ଏଠି କୋଉ ଶିଆଳକୁ ଦେଖୁନି। ମତେ ତ ଲାଗୁଛି ଏ ସେଓ ଗଛ ଆମକୁ ସେଓ ନ ଦେବା ପାଇଁ ଏମିତି ମିଛ କଥା କହୁଛି। ଏ ସେଓ ଗଛର କଥା କେହି ବି ଶୁଣନି। ଚାଲ ଚାଲ ସମସ୍ତେ ପେଟ ପୁରା ସେଓ ଖାଇବା। ଆରେ ଏ ଚଢ଼େଇ ମାନେ ତ ମୋର କିଛି କଥାକୁ ବିଶ୍ୱାସ କରୁନାହାନ୍ତି। ଯଦି ଏବେ ଶିଆଳ ଚାଲି ଆସିବ, ମୁଁ ଏମାନଙ୍କୁ ତା ପାଖରୁ କେମିତି ରକ୍ଷା କରିବି? ସେପଟେ ଚଢ଼େଇ ମାନେ ମନ ଖୁସିରେ ସେଓ ଖାଇ ସେଠାରୁ ଚାଲିଗଲେ। ଶିଆଳ ନ ଆସିବା ଯୋଗୁଁ ସେଓ ଗଛଟି କହିଲା, ଯାହା ହେଉ ଚଢ଼େଇ ମାନେ ଶିଆଳ ପାଖରୁ ଆଜି ରକ୍ଷା ପାଇଗଲେ। ହେ ଭଗବାନ, ଚଢ଼େଇ ମାନେ ଆଉ ମୋ ପାଖକୁ ନ ଆସିଲେ ଭଲ ହୁଅନ୍ତା। ଏମିତି ସେ ଦିନ କଟିଗଲା। ପରଦିନ ସକାଳେ ପୁଣି ଚଢ଼େଇ ମାନେ ସେଓ ଖାଇବା ପାଇଁ ସେଓ ଗଛ ପାଖକୁ ଆସିଲେ। ଆରେ ତମେ ମାନେ ପୁଣି ଆଜି ମୋ ପାଖକୁ ଚାଲି ଆସିଲ। ବଞ୍ଚିବାକୁ ଯଦି ଚାହୁଁଛ ଏଠାରୁ ଶୀଘ୍ର ଚାଲିଯାଅ। ଶିଆଳ କେତେବେଳେ ବି ଆସି ତମ ମାନଙ୍କୁ ଧରି ପକେଇବ।
ଆରେ ଆଜି ବି ଏ ସେଓ ଗଛ ଏକା କଥା କହୁଛି। ଲାଗୁଛି ସେଓ ଗଛ ଆମକୁ ତା ସେଓ ଦେବାକୁ ଚାହୁଁନି, ସେଥିପାଇଁ ଏମିତି ଭୁଲ ଭାଲ କଥା କହୁଛି। ନା ନା, ତମେ ମାନେ ମତେ ଭୁଲ ବୁଝୁଛ। ମୋ ଫଳ ତମେ ମାନେ ଖାଇଲେ ମୁଁ ବେଶୀ ଖୁସି ହେବି, ହେଲେ ଏଠି ତମମାନଙ୍କ ଉପରେ ବିପଦ ଅଛି। ମୋ କଥାକୁ ବିଶ୍ୱାସ କର, ଏଠାରୁ ଚାଲିଯାଅ। ବିପଦ? କାହିଁ ବିପଦ? ତ ସେଓ ଆମକୁ ନ ଦେବା ପାଇଁ ଏମିତି ବାହାନା କରୁଛୁ ନା? ଚାଲ ସମସ୍ତେ, ଆଜି ଆମେ ୟାର ଡାଳ ଭାଙ୍ଗି ସବୁ ସେଓ ନେଇଯିବା। ଏମିତି କଥା ହେଇ ସବୁ ଚଢ଼େଇ ସେଓ ଗଛର ଡାଳ ଭାଙ୍ଗିବା ଆରମ୍ଭ କଲେ। ଗଛଟିକୁ ଭାରି କଷ୍ଟ ହେଲା। ସେ ଚିତ୍କାର କରି କହିଲା, ଆଃ, ମତେ ଏମିତି କଷ୍ଟ ଦିଅନି, ମୁଁ ଏ କଷ୍ଟ ଆଉ ସହି ପାରୁନି। ମୋ କଥାକୁ ବିଶ୍ୱାସ କର, ମୁଁ ମିଛ କହୁନି। ସେଓ ଗଛଟି ଏପରି କହୁଥିବା ସମୟରେ ଶିଆଳ ସେଠାକୁ ଚାଲି ଆସିଲା। ଏତେ ଗୁଡ଼ିଏ ଚଢ଼େଇଙ୍କୁ ଦେଖି ଶିଆଳ ଖୁସିରେ କହିଲା, ଆରେ ବାଃ, କାଉ ତ ଏକଦମ ଠିକ କଥା କହୁଥିଲା। ତା ବଦଳରେ ସେ ଅନେକ ଚଢ଼େଇଙ୍କୁ ମୋ ପାଖକୁ ପଠେଇଛି। କାଲି ଟିକେ ଅସୁସ୍ଥ ଥିଲି, ସେଥିପାଇଁ ଆସିପାରିଲିନି। ଆଜି ସୁସ୍ଥ ହେଲା ପରେ ଆସି ଦେଖୁଛି ମୋ ଖାଇବାରେ ଏତେ ଚଢ଼େଇ ଅଛନ୍ତି। ଆଜି ତ ମୋର ଭାଗ୍ୟ ଖୋଲିଗଲା। ଶିଆଳର ଏପରି କଥା ଶୁଣି ସବୁ ଚଢ଼େଇ ଖୁବ୍ ଡରିଗଲେ। ଆରେ, ଏ ସେଓ ଗଛ ତ ଠିକ କଥା କହୁଥିଲା। ଏବେ ଆମେ ଏ ଶିଆଳ ପାଖରୁ କେମିତି ରକ୍ଷା ପାଇବା? ସେଓ ଗଛ, ଆମକୁ କ୍ଷମା କରିଦେବ। ଆମେ ତ କଥାକୁ ବିଶ୍ୱାସ ନ କରି ବଡ଼ ଭୁଲ କରିଦେଲୁ। ଏବେ ଆମେ ସମସ୍ତେ ଏ ଶିଆଳର ପେଟକୁ ଯିବୁ। ଭୟ କରନି ଚଢ଼େଇମାନେ, ତୁରନ୍ତ ମୋ କୋରଡ଼ ଭିତରକୁ ଚାଲି ଆସ। ମୁଁ ତମମାନଙ୍କୁ ନିଶ୍ଚୟ ରକ୍ଷା କରିବି। ଆଜି ମୋ ପାଖରୁ କେହି ବି ରକ୍ଷା ପାଇବନି। ରୁହ, ମୁଁ ଏବେ ତମ ସବୁ ଚଢ଼େଇଙ୍କୁ ଗଛ କୋରଡ଼ରୁ ବାହାର କରି ଖାଇଦେବି। ଏମିତି କହି ଶିଆଳ ଚଢ଼େଇମାନଙ୍କୁ ଧରିବା ପାଇଁ ଗଛ ଉପରକୁ ଡେଇଁଲା। ଚଢ଼େଇଙ୍କର କିଛି କ୍ଷତି ନ କରିବା ପାଇଁ ସେଓ ଗଛ ଶିଆଳକୁ ଯେତେ ଅନୁରୋଧ କଲେ ବି ଶିଆଳ ତାର କିଛି କଥା ଶୁଣିଲାନି। ଓଲଟା ତା ଧାରୁଆ ନଖରେ ସେଓ ଗଛକୁ ଆଘାତ କଲା। ସେଓ ଗଛ ରାଗିଯାଇ କହିଲା, ଦୁଷ୍ଟ ଶିଆଳ, ତୁମ କଥା ଶୁଣିବୁନି ତ? ଭାବିଥିଲି କୌଣସି ଜୀବର କିଛି କ୍ଷତି କରିବିନି, ହେଲେ ତୁ ଏସବୁ କରିବା ପାଇଁ ମତେ ବାଧ୍ୟ କରୁଛୁ। ଏ ଜୀବନରେ ତୁ ଆଉ କେବେ ବି ଚଢ଼େଇ ମାଂସ ଖାଇପାରିବୁନି। ଦେଖ, ମୁଁ ଏବେ ତାର କ'ଣ ଅବସ୍ଥା କରୁଛି। ଏମିତି କହି ସେଓ ଗଛ ତାର ଏକ ବଡ଼ ଶକ୍ତ ଡାଳ ଶିଆଳର ମୁଣ୍ଡ ଉପରକୁ ପକେଇଦେଲା। ମୁଣ୍ଡରେ ଆଘାତ ହେବା ଯୋଗୁଁ ଶିଆଳ ସଙ୍ଗେ ସଙ୍ଗେ ହିଁ ସେଇଠି ମରିଗଲା। ଚଢ଼େଇମାନେ, ଏବେ ବାହାରକୁ ଚାଲି ଆସ। ଏ ଶିଆଳ ତମମାନଙ୍କର ଆଉ କିଛି କ୍ଷତି କରିପାରିବନି। ସେଓ ଗଛ, ଆମେ ତୁମକୁ କେମିତି ଧନ୍ୟବାଦ ଦେବୁ ଜାଣିପାରୁନୁ। ଆମେ ସମସ୍ତେ ତୁମକୁ ଅପମାନ ଦେଇ ଅନେକ କଷ୍ଟ ଦେଇଛୁ, ତଥାପି ତୁମେ ଆମର ଜୀବନ ରକ୍ଷା କଲ। ଆମ ସମସ୍ତଙ୍କୁ କ୍ଷମା କରିଦିଅ। ଆରେ ନା ନା, ମୁଁ ତମମାନଙ୍କ ଉପରେ ଜମା ବି ରାଗିନି। ମୁଁ ତମମାନଙ୍କୁ ରକ୍ଷା କରିପାରିଲି, ମୁଁ ସେତିକିରେ ଖୁସି। ତୁମ ପରି ସାହାଯ୍ୟକାରୀ ସେଓ ଗଛ ମୁଁ ମୋ ଜୀବନରେ ବି ଦେଖିନି। ତୁମେ ସତରେ ବହୁତ ଭଲ। ଆମେ ତୁମର ଏ ଉପକାର କେବେ ବି ଭୁଲିବୁନି। ତା ପୂର୍ବରୁ ଚାଲ ସେ ଦୁଷ୍ଟ କାଉର କଥା ବୁଝିବା। ସେ ଆମର ଏତେ ବଡ଼ କ୍ଷତି କରିବାକୁ ଚାହୁଁଥିଲା। ସବୁ ଚଢ଼େଇ ଅନେକ ରାଗି ଯାଇଥିଲେ। ସମସ୍ତେ କାଉ ପାଖକୁ ଯାଇ ତାକୁ ବହୁତ ପିଟିଲେ ଆଉ ତାକୁ ଜଙ୍ଗଲରୁ ବାହାର କରିଦେଲେ। ତାପରେ ସମସ୍ତେ ପୂର୍ବ ଭଳି ଖୁସିରେ ରହିଲେ।